सो हेलो एवरीवन, आई होप कि समस्ते भलरे थिबे। तो आज आमे देखिबा मैथमेटिक्स प्रैक्टिस सेट लेक्चर नंबर 6 हला। प्रैक्टिस सेट नंबर 6 पांचटा देखि जायछि। आज देखिया कोन लेक्चर नंबर 6। चल आज फर्स्ट क्वेश्चन देखिए। देखो, द सिंपल इंटरेस्ट ऑन 1820 हला केते टाइम देछि मार्च 9 2001 टू सॉरी एटा 2001 नो 2003 हला। एटा 2003 कर दियो। एटा टाइपिंग एरर अछि। ଏଟା ପ୍ରକୃତରେ 9 ମାର୍ଚ୍ଚ 2003 ହେଲା। ତମେ କୋଶ୍ଚିନ୍ ଚେକ୍ କରିବ PYQ ଯଦି ତମେ PYQ ଦେଖିବ କୋଉଟା କୋଉ ସିଟ୍ ଏଟା ପଡିଥିଲା। ଓଡିଶା ପୁଲିସ SI ର ହେଲା। କଣ 1820 ହଉଛି କଣ ସିମ୍ପଲ ଇଣ୍ଟରେଷ୍ଟ ମାନେ ମୂଳଧନ। 1820 ଉପରେ 9 ମାର୍ଚ୍ଚ 2003 ରୁ 21 ମେ 2003 ପର୍ଯ୍ୟନ୍ତ ବାର୍ଷିକ କେତେ ନା 7.5% ହାରରେ ସରଳ ସୁଧ କେତେ। ଦେଖ, ପ୍ରିନ୍ସିପଲ କେତେ ଦେଇଛି ମାନେ ମୂଳଧନ କେତେ ଦେଇଛି। ପ୍ରିନ୍ସିପଲ ଦେଇଛି 1820 ହେଲା। ଆଉ ରେଟ୍ କେତେ ଦେଇଛି ରେଟ୍ ବି ଜଣା ଅଛି। ରେଟ୍ କେତେ ଦେଇଛି 7.5%। ଆମ ବାହାର କରିବା କଣ ନା SI ଇଜିକାଲ ଟୁ SI ର ଫର୍ମୁଲା କଣ ନା P/T/R/100 କଣ ନାଇଁ। ଦେଖ, P ଦେଇଦେଇଛି, R ଜାଣିଦେଇଛେ, ଖାଲି T ଟା ଟାଇମ ଟା ମେନ୍ ଏଥିରେ ଟାଇମ ଟା ଖାଲି ଜାଣିବାର ଅଛି। ଦେଖ ଟାଇମ ଟା କେମିତି କାଲକୁଲେଟ କରିବା। ଦେଖ, ମାର୍ଚ୍ଚ 9 ରୁ ଷ୍ଟାର୍ଟ ହେଲା ମାନେ ବୁଝିଛ ନା ନାଇଁ। ମାର୍ଚ୍ଚ 9 ରୁ ଦିନ ଷ୍ଟାର୍ଟ ହେଲା ମାନେ 1 ଠୁ 9 ଯାକେ କାଉଣ୍ଟ ହବନି। 1 ଠୁ 9 ଯାକେ କାଉଣ୍ଟ ହବନି ହେଲା। ମାନେ ଦେଖ ଏଠି ମାର୍ଚ୍ଚ 9 ତାରିଖ ପରଠୁ ସେ ଇନଭେଷ୍ଟ କଲା ପଇସା। ତାମାନେ 1 ଠୁ 9 କାଉଣ୍ଟ ହବନି। ତାହେଲେ ମାର୍ଚ୍ଚ ମାସ ଟୋଟାଲ କେତେ ମାସ ମାନେ ମାର୍ଚ୍ଚ ମାସ କେତେ ଦିନ ଗିଆ 31 ଦିନ ଗିଆ। ହଁ ନା ନାଇଁ। ମାର୍ଚ୍ଚ ମାସ କେତେ 31 ଦିନ ଗିଆ। 31 ମାଇନସ 9 ଇଜିକାଲ ଟୁ କେତେ ହେଲା ନା କେତେ 22 ଦିନ। ଏଟା ହଉଛି କଣ ମାର୍ଚ୍ଚ ମାସ। ତାପରେ ଯିବ କଣ ମିଶ୍ରଣ ମାର୍ଚ୍ଚ ରୁ ଏପ୍ରିଲ ଯିବା। ମାର୍ଚ୍ଚ ଏପ୍ରିଲ ମେ ଏପ୍ରିଲ ଟା କଣ ହବ ଏପ୍ରିଲ ଟା କଣ ହବ ମାର୍ଚ୍ଚ ହବ 31 ଏପ୍ରିଲ ହବ କଣ 30 ଦିନ ମିଶ୍ରଣ। ତାପରେ ଦେଖ ମେ ମେ କୋଉ ଯାକେ ଯାଇଛି 21 ଯାକେ ଯିବା। ହଁ ନାଇଁ ମେ ଟୋଟାଲ ମାସ ଯାକେ ନୁହଁ ମେ 21 ଯାକେ ଯିବା ହେଲା। ମାନେ ବୁଝିଛ ନା ନାଇଁ ମେ 21 ଯାକେ ଯିବା ମାର୍ଚ୍ଚ 9 ଡେଟ୍ ରୁ ଆରମ୍ଭ କରିକି ମେ 21 ଯାକେ। ତାହେଲେ ମେ ର କେତେଟା ମାସ ହବ 21ଟା ମାସ 21 ଦିନ। ଟୋଟାଲ ମିଶିଲେ କେତେ ହବ ନା 3 5 2 7 ଏପଟେ କେତେ 73 ଦିନ ହେଲା। 73 ଦିନ। ଏବେ କଣ କରିବା ଦେଖ ସିମ୍ପଲ ଇଣ୍ଟରେଷ୍ଟ କଣ ଅଛି ପର ଆନମ୍ ଅଛି ମାନେ ରେଟ୍ କେତେ ଅଛି 7.5% ପର ଆନମ୍ ମାନେ ପ୍ରତି ବର୍ଷ ହିସାବରେ 7.5। ଆମର ଟାଇମ ଟା ବାହାରିଲା 73 ଦିନ ହିସାବରେ ଆମେ ଏଟାକୁ ବର୍ଷ କରିଦବା। କେମିତି କରିବା 73 ବାଇ 365 ଇଜିକାଲ କେତେ ହବ। ଏଟା କଟିଲେ ତମର ହବ 5 ତିରିକି 15 5 7 35 ହଁ 1/5 ହେଲା। ଏ ବାହାର କର SI ଇଜିକାଲ ଟୁ ପକାବେ SI ର ଫର୍ମୁଲା SI ଇଜିକାଲ ଟୁ କେତେ VTR/100। ତାହେଲେ SI ଇଜିକାଲ ଟୁ P ର ଭାଲ୍ୟୁ କେତେ 1820 ହେଲା। ଆଉ T କେତେ T 1/5 1/5 ଇଣ୍ଟୁ ତଳେ ରହିବ କେତେ 100 ଆଉ R ଜାଗାରେ କେତେ ପକେଇବ 7.5% ହେଲା। ଏଟା କେତେ ହବ 1820 ହେଲା ଇଣ୍ଟୁ 1 ଇଣ୍ଟୁ କେତେ ହବ ଏଟା କେତେ ହବ 75 ହେଲା। ତ ମାନେ ତଳକୁ ଗୋଟେ ଦଶମିକ ଆଇଲେ ହେରି ମାନେ ବୁଝିଲ ନାଇଁ। ଦଶମିକ ଟାକୁ ମୁଁ କଟେଇକି ଫ୍ରାକ୍ସନ କରିଦେଲି 5 ଇଣ୍ଟୁ 100 ଇଣ୍ଟୁ 10 ହେଲା। ଗୋଟେ ଶୂନ କାଟିଦିଅ। ଦେଖ 25 ଚଉକୁ 100 25 ତିରିକି କେତେ 75 ହେଲା। ସରି ଏଟା 3 ହେଲା। 25 ତିରିକି 75 ତାପରେ 5 କୁ 20 ହେଲା। ଦେଖ ଏଟା ଯଦି 5 ରେ ଏଟା କଟିବନି ଏଟା କିନ୍ତୁ 4 ରେ କଟିବ ନା ନାଇଁ 4 2 8 ହଁ କଟିଯିବ। 4 କାଟିଲେ କେତେ 4 ତିରିକି 12 ନା 4 ଚଉକୁ 16 ନା 4 ରେ କଟିବନି 4 ନାଇଁ ଏଟା 4 ବି କଟିବନି ହେଲା। କେବଳ 2 ରେ କଟିବ। 2 ରେ କାଟିଲେ 2 ଆଉ 2 ରେ କାଟିଲେ କେତେ 2 9 18 2 କେ 2 ହେଲା। ତାହେଲେ କେତେ ହେଲା 3 କେ 3 9 3 27 ମାନେ 27 273 ବାଇ କେତେ 5 ଦୁଗୁଣେ 10 ତାହେଲେ କେତେ ହେଲା 27.3 ଏଇଟା ହେଲା SI। ତାହେଲେ SI କେତେ ବାହାରିଲା 27.30 କିମ୍ବା 27.3 ଅପସନ କୋଉଟା B ହେଲା। କାଲକୁଲେସନ ତମେ ନିଜେ କରିବ। ନେକ୍ସଟ କ୍वेଶ୍ଚନ ଦେଖିବା ହ୍ୱାଟ ଇଜ ଦ ପ୍ରେଜେଣ୍ଟ ଅର୍ଥ ହେଲା। ହ୍ୱାଟ ଇଜ ଦ ପ୍ରେଜେଣ୍ଟ ଅର୍ଥ ହବ କେତେ 132 ଡ୍ୟୁ ଟୁ 2 ଇୟର୍ସ 5% ଇଣ୍ଟରେଷ୍ଟ per annum 2 ବର୍ଷ ପରେ ମିଳିବାକୁ ଥିବା 132 ର
ହେଲା। ବାର୍ଷିକ 5% ସରଳ ସୁଧ ହାରରେ ବର୍ତ୍ତମାନ ମୂଲ୍ୟ କେତେ ହବ? ମାନେ ବୁଝିପାରିଲ ନାଇଁ କଣ ଦେଇଛି ଏଇଟା? 132ଟା ଏଥିରେ କଣ ଦେଇଛି? ଏମାଉଣ୍ଟ। ହେଲା, କୋଶ୍ଚିନ୍ ଭଲରେ ବୁଝ। 2 ବର୍ଷ ପରେ ମିଳୁଥିବା ଏତିକି ଟଙ୍କା। ହେଲା, 2 ବର୍ଷ ପରେ କିଛି ପଇସା ନିବେଶ କରାହେଇଛି। 2 ବର୍ଷ ପରେ 5% ହିସାବରେ ଏତିକି ଟଙ୍କା ମିଳିଲା। ତାହେଲେ ଏମାଉଣ୍ଟ କେତେ ହେଲା? ଏମାଉଣ୍ଟ ଇଜ ଇକ୍ୱାଲ ଟୁ 132। ହେଲା, ଏବେ କଣ କରିବା ଦେଖ। ଏସ୍ଆଇ ଏସ୍ଆଇ ଲେଖିବା 80%। ମନେ ରଖିଦିଅ, ଏସ୍ଆଇ ସବୁବେଳେ 80% ଲେଖିବ। ମାନେ କଣ? ମାନେ ରେଟ୍ ଇଣ୍ଟୁ ଟାଇମ୍। ରେଟ୍ କେତେ? 5% ଇଣ୍ଟୁ ଟାଇମ୍। ମାନେ 5% ହିସାବରେ 2 ବର୍ଷ ମିଳିଲା। ମାନେ 5% ପ୍ରଥମେ, ସେକେଣ୍ଡ ବର୍ଷରେ 5% ମାନେ କେତେ? 10%। ଟୋଟାଲ ହେଲା ଏସ୍ଆଇ 10%। ହେଲା, ଆଉ ପ୍ରିନ୍ସିପଲ କେତେ ହବ? ପ୍ରିନ୍ସିପଲ ପି ଇଜିକାଲ ଟୁ କେତେ ହବ? ପ୍ରିନ୍ସିପଲ ସବୁବେଳେ 100%। ହେଲା, ପ୍ରିନ୍ସିପଲ ଭାଲ୍ୟୁ ସବୁବେଳେ 100%। ତମେ 100% ପଇସା ହିଁ କଣ ଇନଭେଷ୍ଟ କରିବ। ଏବେ କଣ ନା ଏମାଉଣ୍ଟ ଇଜିକାଲ ଟୁ କେତେ? ଏମାଉଣ୍ଟ ର ଫର୍ମୁଲା କଣ ନା ପ୍ରିନ୍ସିପଲ ମିଶାଣ ଏସ୍ଆଇ। ମାନେ ନାଇଁ, ପ୍ରିନ୍ସିପଲ ମିଶାଣ ଏସ୍ଆଇ ମାନେ କଣ ହବ? 132 କାହାର ଭାଲ୍ୟୁ ହବ? 132 ହବ କାହାର ଭାଲ୍ୟୁ? ପ୍ରିନ୍ସିପଲ ମିଶାଣ ଏସ୍ଆଇ ର ଭାଲ୍ୟୁ। ମୁଁ ଡାଇରେକ୍ଟ ଲେଖୁଛି ତେଣୁ 132 କାହାର ଭାଲ୍ୟୁ ହବ? ପ୍ରିନ୍ସିପଲ ମିଶାଣ ଏସ୍ଆଇ। ପ୍ରିନ୍ସିପଲ କେତେ? 100%। ମିଶାଣ ଏସ୍ଆଇ କେତେ? 110% ର ଭାଲ୍ୟୁ। ଆମକୁ ଦରକାର କାଢ ପ୍ରିନ୍ସିପଲ ପି ର ଭାଲ୍ୟୁ। ପି ସବୁବେଳେ କେତେ? 100%। 100% ଭାଲ୍ୟୁ ବାହାର କର। ହେଲା, ପରସେଣ୍ଟ କୁ ପରସେଣ୍ଟ କାଟିଯିବ। ଗୋଟେ ଶୂନ 11 କାଟିଲେ 11 କେ 11, 11 ଦୁଗୁଣେ 22। କେତେ ହେଲା? 120। ତାହେଲେ ପ୍ରିନ୍ସିପଲ କେତେ? 120। ଅପସନ କୋଉଟା? ସି। ହେଲା, ଏମିତି ହିଁ କରିବ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। 80.008 0.88। ହେଲା, ତାପରେ କଣ? 0.8 800.8 0.08। ହେଲା, କେମିତି କରିବା ଏଟାକୁ? ତ ଏଇଟା ପିଲାମାନେ ଚେକ୍ କରିବ। ଏଇଟା ତମର 0.88 ନୁହଁ, ଏଇଟା ହଉଛି 0.8। ହେଲା, 0.8 ଅଛି। 80.8 ଏଇଟା ହବ। ହେଲା, ଏଇଟା କଣ ନା 80.8। ତମେ ଚେକ୍ କରିବ ଅପସନ। ଏଇଟା 80.8 ଲେଖ। ହେଲା, ଏଇଟା କେତେ ହବ ନା 80.8। ଏଇଟା କାଟିଦବା। ହେଲା, ମୁଁ କାଟି ଦଉଛି। ସୋ ଏଇଟା କେତେ ହବ ନା 80.8। ହେଲା, ତମେ ଚେକ୍ କରିବ। 8.008। ପ୍ରଥମେ ଦେଖ ଏଟାକୁ ମିଶେଇବା। ଆମେ ଏତିକ ସଂଖ୍ୟାକୁ ମିଶେଇବା। କେତେ ହବ ଆନ୍ସର ଦେଖ। ପ୍ରଥମ କଣ ଦେଇଛି? 8.008। ତାହେଲେ ଲେଖ ପ୍ରଥମେ 8.008। ହେଲା, ତାପରେ କେତେ ଲେଖିବା? 80.8। 80.8 କୁ ଲେଖ। 80 ଟାକୁ କେମିତି ଲେଖିବା? 80 ପଏଣ୍ଟ କେତେ? 8। 8 କୋଉଠି ରହିବ? ଏଇଠି ରହିବ। ଏଇଠି 80.8। ତାପରେ 0.8। 0.8। ତାପରେ 800.8। ହେଲା, 800 କେମିତି ଲେଖିବା? 800 ଏମିତି ଲେଖିବା। 0.8। ତାପରେ କେତେ? 0.08। 0.08। ହେଲା, ଏତିକି ମିଶେଇ ଦିଅ। 8 କୁ 8, ଏଇଟା ବି 8 କୁ 8। 8 8 8 8 3 24। 4 କିଣିଲା କେତେ ହବ? 2। ହେଲା, ଏଇଠି 2 ଲେଖିବ। 8 2 କେତେ? 10। 10 ମିନିଟ୍ ଦେଇଦିଅ। 8 2 10। ଶୂନ କିଣିଲା କେତେ ହବ? 1। 8 1 9। ଆଉ ରହିଲା 8 କୁ 8। 890.448। 890.4 ଅପସନ ସି। ହେଲା, 890.48। ତାପରେ ନେକ୍ସଟ କ୍ୱେଶ୍ଚିନ୍। 0.03 ଇଣ୍ଟୁ ଏଟା କଣ ଦେଇଛି? ଗୋଟେ ପ୍ରଶ୍ନବାଚକ ଚିହ୍ନ। 0.0003 ଇଜିକାଲ ଟୁ କେତେ? ନା 0.1 2 ତାହେଲେ ଏଇଟା କେତେ ହବ? ହେଲା, ମାନେ ଆର ଭାଲ୍ୟୁ କେତେ? କେମିତି କରିବା ଦେଖ। 0.003 ଦେଇଛି। ତାମାନେ 3 ବାଇ କେତେ କର? ଦଶମିକ ଘରେ କେତେଟା ଘର ଅଛି? 3ଟା ଘର। 1000। ହେଲା, ତାପରେ ଏଇ ପ୍ରଶ୍ନବାଚକ ଚିହ୍ନକୁ ନେଇଯାଅ x। ତାପରେ କେତେ? 1 2 3 4। ମାନେ 3 ବାଇ 1 2 3 4। ଦଶମିକ ଘରେ 4ଟା ଘର। 4ଟା ଘର। ହେଲା, ତାପରେ ଇଜିକାଲ ଟୁ 27 ବାଇ କେତେ ହବ? 1 2 3 ହେଲା, 4 5 6 7 8। ତାହେଲେ 1 ରେ କେତେଟା ଶୂନ? 8ଟା ଶୂନ। 2 3 4 5 6 7 8। ହେଲା, ଏବେ କାଟ। ଶୂନକୁ ଶୂନ କାଟିଦିଅ। କେତେଟା? 1 2 3 4 5 6 7। 7ଟା ଶୂନ କଟିଯିବ। ମାନେ 1 2 3 8ଟା ଶୂନ 7ଟା ଶୂନ କଟିଯିବ। ହେଲା, ଏପଟ ଏମିତି କାଟିଦିଅ।
ରହିଲା କେତେ 3 3 9 3 ତାହେଲେ x ଇଜିକାଲ ଟୁ କେତେ ବାହାରିଲା 3/10 ତାହେଲେ x ଇଜିକାଲ ଟୁ କେତେ 0.3 ଅପସନ କୋଉଟା ସି 0.3 ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା 50 ମିଶାଣ 5 × 12 ହରଣ 180 ହରଣ 3 ହେଲା। ତମେ ଏଟା ପଢିଥିବ ବଟମାସ VBODMAS ହେଲା କୋଉଥିରେ ପଢିଥିବ ସିମ୍ପଲିଫିକେସନ ଭି ବଟମାସ ଭି ଫର କଣ ମାନେ ଭିନିକୁଲମ ହେଲା ଭିନିକୁଲମ ଏଇଟା ଏଇଟା ସମସ୍ତେ କମ ଜାଣିଥିବ ଭି ଫର ଭିନିକୁଲମ ମାନେ ଏଇଟା ପଢିନ ବରହ ଭୂମି ହେଲା ଏଇ ଟାଇପ ର ଭିନିକୁଲମ କୁ ସମସ୍ତେ କମ ଜାଣିଥିବ ଭିନିକୁଲମ କଣ ନା ସଂଖ୍ୟା ଉପରେ ଗାର ଥିବ ହେଲା। ଏଇ ମାନଙ୍କର 60 ମିଶାଣ 5 ଉପରେ ଗାର ଅଛି ତାହେଲେ ଏଇଟା ଏତିକି କୁହନ୍ତି ଭିନିକୁଲମ ହେଲା ମୁଁ ଆଗରୁ ବି କହିଛି। ଆଉ ବି ଫର କଣ କଣ ବନ୍ଧନୀ ବ୍ରାକେଟ ଏଇ ଯୋଉ ଏରା ଏ ବ୍ରାକେଟ ହେଲା। ଆଉ ଅ ଫର କଣ ନା ଓ ଫର ଅଫ ମାନେ ସ୍ପେଶାଲ ଲେଖା ଥିବ। ଡି ଫର ହଉଛି ଡିଭିଜନ ମାନେ ହରଣ। ଆଉ ଏମ ଫର କଣ ମଲ୍ଟିପ୍ଲିକେସନ ମାନେ ଗୁଣନ। ଆଉ ଏ ଫର କଣ ଆଡିସନ ଏସ ଫର ସବଷ୍ଟ୍ରାକ୍ସନ ହେଲା। ଏଇ ରୁଲ ଅନୁସାରେ ଫଲୋ କରିବା। ଆଗ କରିବା ଭିନିକୁଲମ କାମ ତାପରେ ଆଗ କରିବା କଣ ଭିନିକୁଲମ ଯଦି ସଂଖ୍ୟା ଉପରେ ଥିବ ଭିନିକୁଲମ କାମ କରିବା। ତାପରେ କଣ ବନ୍ଧନୀ କାମ ଅଫ ପିଲାମାନେ ସ୍ପେଶାଲ ଲେଖା ଥିବ ହେଲା। ଅଫ ହିଁ ସଂଖ୍ୟା ଲେଖା ଥିବ ଅଫ ମାନେ ଗୁଣନ ହେଲା। ତାପରେ ଅଫ କାମ କରିବା ତାପରେ ଡିଭିଜନ କରିବା ତାପରେ ମଲ୍ଟିପ୍ଲିକେସନ ତାପରେ ଆଡିସନ ତାପରେ ଲାଷ୍ଟ ସବୁ ସବଷ୍ଟ୍ରାକ୍ସନ କରିବା। ଏଇ ରୁଲ ଅନୁସାରେ ଫଲୋ ହବ। ଆଗ କଣ ନା ଦେଖ ବନ୍ଧନୀ କାମ କରିବା ଯେହେତୁ ଆଗ କଣ କରିବା ଭିନିକୁଲମ ଦେଖିବା ସଂଖ୍ୟା ଉପରେ କୋଉଠି ଗାର ଅଛି କି ଏ ସଂଖ୍ୟା ଉପରେ ଯଦି ଇଣ୍ଡି ଗାର ଥିଲା ଗାର ଥାନ୍ତା ତାହେଲେ ତାକୁ କହିଥାନ୍ତେ କଣ ଭିନିକୁଲମ ଭିନିକୁଲମ ନାହିଁ ତେଣୁ କାଟିଦିଅ ପ୍ରଥମଟା। ତାପରେ ଅଛି କଣ ବ୍ରାକେଟ ବ୍ରାକେଟ କୋଉଥିରେ ଅଛି ଏଇଥିରେ ଅଛି ତେଣୁ ଆ କାମ କରିବା ହେଲା। ତାପରେ ଲେଖ ଏଠି 60 ମିଶାଣ 5 ଇଣ୍ଟୁ 12 ହରଣ ଆ କାମ କରିବା କେତେ ହବ 6 ନା 60 ହେଲା। ତାପରେ କେତେ କରିବା 300 ଠିକ ଅଛି 60 ତାପରେ କେତେ କରିବା ତାପରେ ତାପରେ କଣ କରିବା ଡିଭିଜନ କରିବା ନିୟମ ଅନୁସାରେ ତାପରେ ଡିଭିଜନ ହବ ନା ମାନେ 60 ମିଶାଣ 5 ଇଣ୍ଟୁ 12/60 ମାନେ କେତେ ହବ 1/5 ଡିଭିଜନ ପରେ କଣ ମଲ୍ଟିପ୍ଲିକେସନ ଗୁଣନ 5 କୁ 5 କଟିଗଲା ରହିଲା କେତେ 1 ମାନେ 60 ମିଶାଣ 61 ଅପସନ କୋଉଟା ଡି। ନେକ୍ସଟ କ୍ୱେଶ୍ଚନ ଦେଖିବା ଦ ସ୍ମଲେଷ୍ଟ ନମ୍ବର ଆଡେଡ ଟୁ ଏତିକି 68602 1 ରେ ଗୋଟେ ଆମେ ସ୍ମଲେଷ୍ଟ ନମ୍ବର ସବୁଟା ଆଡ କରିବା ଯେମିତି କଣ ଏଇଟା ଗୋଟେ ପରଫେକ୍ଟ ସ୍କୋୟାର ହେଇଯିବ ଯେମିତି ପୂର୍ବରୁ କରିଥିଲେ ପୂର୍ବ ଲେକ୍ଚରରେ ଏଇ ଟାଇପର ହେଲା। ଦେଖ ସବୁଠୁ ଗୋଟେ ସ୍ମଲେଷ୍ଟ ନମ୍ବର ଆଡ କରିବା ହେଲା। ସବୁଠୁ ସ୍ମଲେଷ୍ଟ ନମ୍ବର ଏଇଟା କୋଉଟା ହବ ଦେଖ 4 ସବୁଠୁ ସ୍ମଲେଷ୍ଟ ନମ୍ବର ଆଡ କରିକି ଚେକ୍ କର ହଉଛି ନା ନାଇଁ ପରଫେକ୍ଟ ସ୍କୋୟାର 68602 1 ମିଶାଣ 4 ତାହେଲେ କେତେ ହେଇଯିବ 680 621 1 ନୁହଁ 4 1 ମିଶିଯିବ 4 ମିଶିଯିବ ନା କେତେ ହେଇଯିବ 5। ଏବେ କଣ କରିବା ଏବେ ତାର ସ୍କୋୟାର ରୁଟ ବାହାର କର ସ୍କୋୟାର ରୁଟ ବାହାର କରିବା କେମିତି କରିବା ପ୍ରଥମ ଯୋଉ ମାନେ କଣ ପ୍ରଥମ ଦିଟାକୁ ଛାଡିକି ମଝିରେ ଗୋଟେ ଗାର ପକେଇ ହେଲା। ଏଟା ମୁଁ ତମକୁ କହିଛି କେମିତି କରିବ ଏବେ ବାହାର କରିବା ରୁଟ ଓଭର କେମିତି ବାହାର କରିବା ଦେଖ ମୁଁ କହିଥିଲି ଲାଷ୍ଟକୁ ଦିଟା ସଂଖ୍ୟା ଛାଡିକି ଗୋଟେ ମଝିରେ ଗାର ପକେଇଦବ ହେଲା। 25 ର ଏବେ ରୁଟ ଓଭର ବାହାର କର 25 ରୁଟ ଓଭର କେତେ ହବ 5 ମାନେ ଏଇ ସଂଖ୍ୟାକୁ ଯଦି ଆମେ ରୁଟ ଓଭର କରିବା ତାହେଲେ ଏକ ଘରେ 5 ରହିବ ହେଲା ଏଇଟା ଆମେ ସିଓର 25 ରୁଟ ଓଭର କେତେ ବାହାରିଲା 5 ଏଇଠି ମୁଁ ଲେଖୁଛି 5 ହେଲା। ତାପରେ କଣ କରିବା ଦେଖ 6806 ରୁ ଗୋଟେ ସାନ ପରଫେକ୍ଟ ସ୍କୋୟାର ହବ 6806 ରୁ ଗୋଟେ ସାନ ପରଫେକ୍ଟ ସ୍କୋୟାର ମାନେ କେତେ ହବ ଭାବ ଏମିତି ଗୋଟେ 6806 ରୁ ସାନ ଯେମିତି କଣ 9 9 81 ହଉନି 8 ଅଷ୍ଟା 64 ମାନେ 80 ର ଯଦି ଆମେ ସ୍କୋୟାର କରିବା କେତେ ହଉଛି 6400 ଏବେ ଏଇଟା ନିୟରଲି 80 ପାଖରେ ରହିବ ହେଲା। ତାପରେ ଦେଖ କିନ୍ତୁ 8 ଅଛି ନା ତେଣୁ 81 ର ସ୍କୋୟାର କର ଏଟା 80 ଆଉ ମାନେ 80 ଆଉ 85 ଭିତରେ ହିଁ ରହିବ ହେଲା ସିଓର। କାରଣ ଯଦି ତମେ କରିବ ଦେଖ 85 ର ସ୍କୋୟାର ମନେ କର 85 ସ୍କୋୟାର କେତେ 25 ଆଉ 9 ଟା 72 72 25 ହେଇଯାଉଛି ଯୋଉଟା କଣ ବଡ ହେଇଯାଉଛି ବଡ ହେଇଯାଉନି 6806 ରୁ 6806 ରୁ ଗୋଟେ ସାନ ପରଫେକ୍ଟ ସ୍କୋୟାର ଦରକାର ହେଲା। ତେଣୁ କଣ କରିବା 80 ର ସ୍କୋୟାର ଛାଡ 80 ଆଉ 85 ଭିତରେ ରହିବ ତାମାନେ 81 ର ସ୍କୋୟାର କର ଦେଖା ପାଖାପାଖି ହଉଛି ନା ନାଇଁ
ଏକାଅଶୀ କେତେ ହବ? 81 ର ସ୍କୋୟାର 1 ର ସ୍କୋୟାର 1, 8 କେ 8 ହେଲା ଦୁଗୁଣେ 16, 6 ରଖିଲେ ହେଲା କେତେ ହବ? 8, 6 ରଖିଲେ ହେଲା 1, 8 8 64 ଏକ କେତେ? 65 ହେଲା। ଏଟା ହେଲା 81 ର ସ୍କୋୟାର। ଦେଖ ପାଖାପାଖି ନିୟରଲି ଆସିଲା। ଆରେ ନିୟରଲି ଆସିଲାନି, 64 ଠୁ ପାଖାପାଖି ଆସିଲା ହେଲା। ଏଟା ବି ଗୋଟେ ପରଫେକ୍ଟ ସ୍କୋୟାର। ତାପରେ 82 ଦେଖ ଆଠୁ ବଡ ନ ହବା ଦରକାର ହେଲା। ଏଇ ଏତିକ ସଂଖ୍ୟାଠୁ ବଡ ନ ହବା ଦରକାର। ଏବେ କଣ ବାହାର କରିବା? 82 ର ସ୍କୋୟାର ଆମେ ବାହାର କରିବା। କେତେ ହବ? ନା 2 ର ସ୍କୋୟାର ହବ କେତେ? 4। ଏଠି ଲେଖିଦିଅ 0 4 ହେଲା। ନହେଲେ 4 ଲେଖିଦିଅ ଖାଲି। 2 ର ସ୍କୋୟାର ହେଲା 4, 8 ଦୁଗୁଣେ 16 ଦୁଗୁଣେ କେତେ? 32। 8 ଦୁଗୁଣେ 16 ଦୁଗୁଣେ କେତେ? 32। 32 ହେଲେ 2 ରଖିଲେ ହେଲା କେତେ? 3, 8 ଅଷ୍ଟାନ 64, 3 କେତେ? 67 ହେଲା। ଏଇଟା ବି ଗୋଟେ ହେଇପାରିବ। ପାଖାପାଖି ଆସିଲା ନା, 6 8 0 6 ର ପାଖାପାଖି ରହିଲା। ହଁ ନା ନାଇଁ? ତାପରେ ବାହାର କରିବା 83, ଏମିତି ବାହାର କରିବା। 83 ହଉଛି ନା ନାଇଁ ଦେଖିବା। 83 ର ସ୍କୋୟାର ଏମିତି ବାହାର କର। କେତେ ହବ? 3 ର ସ୍କୋୟାର କେତେ? 9, 8 3 24 3 କେତେ? 72 ହେଲା। 7 ର ହେଲା କେତେ? 2, ଆଉ 8 ର ସ୍କୋୟାର କେତେ? 64, 2 କେତେ? 8 ର ସ୍କୋୟାର ମୁଁ ଭୁଲ କଲି ବୋଧେ। 8 3 24 3 48, ସରି ସରି। 8 3 24 ଦୁଗୁଣେ କେତେ? 48। 8 3 24 ଦୁଗୁଣେ 48। 8 ର ହେଲା କେତେ? 4, 8 ଅଷ୍ଟାନ 64 ହେଲା। 64 ରେ 4 ମିଶିଲେ କେତେ? 68। 6 8 8 9 ହେଲା। ତାମାନେ ଏଇ ସଂଖ୍ୟାଟା କୋଉ ଭିତରେ ରହିବ? ଏଇ 6 8 0 6 ଟା କୋଉ ଭିତରେ ରହିବ? ଏଇ 6 8 0 6 ଟା 6 8 8 9 ଭିତରେ ରହିବ। ଆଉ କାହା ଭିତରେ ରହିବ? 6 7 2 4 ଭିତରେ ରହିବ। 6 7 2 4 ଭିତରେ ହିଁ ରହିବ ହେଲା। ଏ 82 ଆଉ 83 ଭିତରେ ରହିବ। ଏବେ ଦେଖ ତାରେ କଣ କରିବା? 6 8 0 6 ଏବେ କଣ କରିବା? ଦେଖ ଆଙ୍କ ଭିତରେ ବି ଡିଫରେନ୍ସ କର। ଆଙ୍କ ଭିତରେ ଏବେ ଡିଫରେନ୍ସ କର। ଆଙ୍କ ଭିତରେ ତମେ ଯଦି ଡିଫରେନ୍ସ କରିବ, କେତେ ହବ ଏଟା? 6 ରୁ 4 ଗଲେ କେତେ? 2 ହେଲା। ତାପରେ ଏଠି 1 10 ପଳେଇ ଆସିବ। 10 2 ଗଲେ କେତେ ହେଇଯିବ? 8 ହେଲା। ତାପରେ 7 7 ଗଲେ 0 82। ଆଙ୍କ ଭିତରେ ଏମିତି କର। 9 ରୁ 6 ଗଲେ କେତେ? 3, ଆଉ ଏଇଠି ରହିବ କି? ଏଇଠି 8 କୁ 8 ଉଠିଯିବ 83। ତାହେଲେ ଦେଖ 6 8 0 6 ସହ କୋଉଟା ଲଗେଇକି ରହିଲା? ଆରେ ଏଇଟା 83 ଦୂରରେ ଅଛି, ଏଇଟା 82 ଦୂରରେ ଅଛି। ତାହେଲେ କୋଉଟା ପାଖରେ ରହୁଛି? ଏଇଟା ପାଖରେ ରହୁନି। ଏଇଟା ଅଛି 82 ପାଖରେ ଦୂର, ଇଏ ଗୋଟେ ଷ୍ଟେପ ଅଧିକ ଦୂରରେ ଅଛି ହେଲା। ତାହେଲେ ପାଖରେ କୋଉଟା ରହୁଛି? ଏଇଟା। ଯେହେତୁ ସାନ ସଂଖ୍ୟା ପାଖରେ ଅଛି, ତାହେଲେ କୋଉଟା ହବ? 82 ହେଲା। ସିଧା ଠିକ 82। ଯଦି ବଡ ସଂଖ୍ୟା ପାଖାପାଖି ହେଇଥାନ୍ତା ତାହେଲେ କଣ ଏଇଠି ଲେଖିଥାନ୍ତା? କଣ? 83 ହେଲା। ସାନ ସଂଖ୍ୟା ପାଖରେ ଅଛି, 82 ଲେଖିଲ, ମାନେ ଏଇଟା ଲେଖିଲ ହେଲା। ଏଇଟା ସାନ ସଂଖ୍ୟା ପାଖରେ ଅଛି, ତେଣୁ 82। ବଡ ସଂଖ୍ୟା ପାଖରେ ଥିଲେ, ମନେକର ଏଟା 81 ଥାନ୍ତା, ତାହେଲେ ଆନ୍ସର କଣ? 83 ହେଲା। ଏଇଟା ଅପସନ କୋଉଟା? ଦେଖ ଏଟା ଦେଲେ ରୁଟ ଓଭର କରିବା, ଆମେ 825 ବାହାରିବ ଆନ୍ସର। ତମେ ମାନେ କ୍ୟାଲକୁଲେଟର ପକେଇକି ଟ୍ରାଏ କରିବ ହେଲା। 825 ବାହାରିବ। ସେ ସବୁଠୁ ସାନ ସଂଖ୍ୟା ବି ଦେଇଛି ଅପସନ କୋଉଟା? ଏଇ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। 5 3 8 2 4 ର କେତେ କଣ ଦେଇଛି? ନା ରୁଟ ଓଭର ବାହାର କରିବା। 5 3 8 2 4 ର ରୁଟ ଓଭର ବାହାର କରିବା ହେଲା। 5 3 8 2 4, ଆଉ କଣ ବାହାର କରିବା? ନା ରୁଟ ଓଭର ବାହାର କରିବା। କେମିତି ବାହାର କରିବା? ଆର ଆମେ ରୁଟ ଓଭର ବାହାର କରିବା କେମିତି? ପ୍ରଥମେ ଲାଷ୍ଟ ଦିଟା ସଂଖ୍ୟା ଧରିକି ଅଲଗା କରିଦିଅ। 538 24 ମଝିରେ ଗୋଟେ ଗାର ପକେଇଦବା ଲାଷ୍ଟ ଦିଟା ସଂଖ୍ୟା ଛାଡିକି। ତାପରେ କଣ କରିବା? 24 ମାନେ ଦେଖ ଏମିତି ଦିଟା ସଂଖ୍ୟାକୁ ଭାବ, ମାନେ ତା ସ୍କୋୟାର କଲେ ତାର ଏକ ଘରେ 4 ହଉଥିବ। ମାନେ କେମିତି? 2 ର ସ୍କୋୟାର କେମିତି? 4 ଆଉ 8 ର ସ୍କୋୟାର କେତେ? 64। 2 ର ସ୍କୋୟାର 4, ମାନେ 2 ର ସ୍କୋୟାର କଲେ ତାର ଏକ ଘରେ 4 ରହୁଛି, ଆଉ 8 ର ସ୍କୋୟାର କେତେ ମାନେ କଲେ ତାର ଏକ ଘରେ କେତେ ରହୁଛି? 4 ରହୁଛି। ତେଣୁ ମାନେ ଏଇ ନମ୍ବରକୁ ଯେତେବେଳେ ଆମେ ସ୍କୋୟାର ରୁଟ କରିବା, ତାର ଏକ ଘରେ କଣ ରହିବ? 2 ରହିପାରିବ, କିମ୍ବା 8 ରହିପାରିବ। ହଁ ନାଇଁ? ମାନେ ଆର ରୁଟ ଓଭର କରିବା ନା, ବୁଝିପାରିଲ ନାଇଁ? ଆର ଦେଲେ ଆମେ ରୁଟ ଓଭର କରିବା, ତାର ଏକ ଘରେ ମାନେ ଯୋଉ ସଂଖ୍ୟା ବାହାରିବ ତା ଏକ ଘରେ 2 ରହିପାରିବ, କିମ୍ବା 8 ରହିପାରିବ। ଦେଖ ଏଠି 6 ଅଛି, କାଟିଦିଅ। ପ୍ରଥମ ଅପସନ ବି ଏଲିମିନେଟ ହେଲା। ତାପରେ କଣ କରିବା? ଦେଖ 538 ରୁ ଗୋଟେ ସାନ ପରଫେକ୍ଟ ସ୍କୋୟାର ହବ। 538 ରୁ ଗୋଟେ ସାନ ପରଫେକ୍ଟ ସ୍କୋୟାର କେତେ ହବ?
538 ରୁ ଗୋଟେ ସାନ ପରଫେକ୍ଟ ସ୍କୋୟାର କେତେ? 538 ଏଟା କାହା କାହା ଭିତରେ ଯିବ? କାହା କାହା ଭିତରେ ଯିବ? 529 529 କାର ଇଏର 23 ର ହେଲା 529 ଆଉ କଣ 576 ହେଲା। ତାପରେ ଏବେ କଣ କରିବା? ଏବେ କଣ କରିବା? 538 ର ଗୋଟେ ସାନ ପରଫେକ୍ଟ ସ୍କୋୟାର କେତେ? 529 ଏବେ 529 ରୁଟ ଓଭର କେତେ? 529 ରୁଟ ଓଭର ଏଠି ଲେଖିଦିଅ। 529 ରୁଟ ଓଭର କେତେ? 23 ଏଠି ଲେଖିଦିଅ 23 ଏଠି ଲେଖିଦିଅ 23 ହେଲା। ଏବେ ଆନ୍ସର ବାହାରି ସାରିଲାଣି 232 ହେଇପାରେ କିମ୍ବା 238 ହେଇପାରେ। କେମିତି ବାହାର କରିବା ମୁଁ ଏଟା କହିଛି ତମକୁ ହେଲା। ଏଇଠି ଖାଲି ସ୍ପିଡ ଟିକେ କରୁଛୁ ହେଲା। କଣ ପାଇଁ 23 ହେଲା? କାରଣ ତାଠୁ ସାନ ସଂଖ୍ୟା ହିଁ ନବା। ବଡ ସଂଖ୍ୟା ନବାନି, ତାଠୁ ସାନ ସଂଖ୍ୟା ସବୁବେଳେ ନବ। ବଡ ସଂଖ୍ୟା ନେଲେ 576 ହେଇଯାଉଛି ନା, ବଡ ହେଇଯିବ 538 ରୁ, କାରଣ ସାନ ସଂଖ୍ୟା ନବ ହେଲା। ଏଇଟା ହେଇପାରେ କିମ୍ବା ଏଇଟା ହେଇପାରେ। ଏ ଭିତରୁ କୋଉଟା ହବ କି ଜାଣିବା? ଏବେ ଡିଫରେନ୍ସ କରିଦିଅ। କେତେ ହବ ଏଟା? 8 ରୁ 9 ଗଲେ 9 ହେଲା। ଏଟା 9 ଡିଫରେନ୍ସ ହଉଛି। ଆଉ ଏଇଟା କେତେ ଡିଫରେନ୍ସ କେତେ ହବ? 16 ରୁ 8 ଗଲେ 8 ହେଲା। 16 8 ଗଲେ 8 ଏଠି କେତେ ରହିବ? ଏଟା 6 3 ଗଲେ 3 38 ଡିଫରେନ୍ସ ରହୁଛି। ଏଇଟା କାଇଁ 9 ଡିଫରେନ୍ସ, ଏଟା 38 କଣ ଡିଫରେନ୍ସ ରହୁଛି। ହେଲେ 538 ପାଖକୁ ଲାଗିକି ଅଛି 529 ନା ନାଇଁ? 538 ପାଖକୁ ଲାଗିକି ଅଛି 538 ଆଉ 538 ଦୂରରେ କି ଅଛି 576। ଯେହେତୁ ସାନ ସଂଖ୍ୟା ଲାଗିକି ଅଛି, ସାନ ସଂଖ୍ୟା ଲାଗିକି ଅଛି ମାନେ କଣ? 232 ହେଲା। ତାହେଲେ 5 3 8 ହେଲା। ଆନ୍ସର ତାହେଲେ କେତେ ହବ? 232। କଣ ପାଇଁ? ନା 538 ସାଙ୍ଗରେ ଲାଗିକି ଅଛି 529। 529 ରୁଟ ଓଭର ଲେଖିବା। ଯଦି ଏଇଟା ଲାଗିକି ଥାନ୍ତା ତାହେଲେ ଏଇଟା ହେଇଥାନ୍ତା। ବଡ ସଂଖ୍ୟା ଲାଗିକି ଥିଲେ ବଡ ସଂଖ୍ୟା ହେଇଥାନ୍ତା। ସାନ ସଂଖ୍ୟା ଲାଗିକି ଅଛି ବୋଲି ସାନ ସଂଖ୍ୟା ମାନେ 232 ଶୁଣ କୋଉଟା ଏ ହେଲା। ତମେ ଗୁଣିବି ବି ଟ୍ରାଏ କରିପାରିବ। 232 କୁ 232 ରେ ଗୁଣିବ, ସିଓର ଆନ୍ସର 5 3 8 2 4 ଆସିବ ହେଲା। ଏବେ ନେକ୍ସଟ କ୍ୱେଶ୍ଚନ ଦେଖିବା। ଇଫ୍ 0.13 ହରଣ ପି ସ୍କୋୟାର ଇଜ ଇକାଲ ଟୁ 13, ତାହେଲେ ପି କେତେ? ପି ର ଭାଲ୍ୟୁ କେତେ? ଦେଖ 0.13 ଆମେ ଲେଖିପାରିବି, ମୁଁ ଲେଖିପାରିବି 13/100 ହେଲା। ମିଶ୍ରଣ କେତେ? ନା ପି ସ୍କୋୟାର ଇଜ ଇକାଲ ଟୁ କେତେ ହେଇଛି? 13। ଏବେ କର ପି ସ୍କୋୟାର ଇଜ ଇକାଲ ଟୁ କେତେ ହେଇଯିବ? 13 ମାଇନସ 13/100 ହେଲା। ସରି ଏଇଟା 0 ହରଣ ଦେଇଛି, ସରି ସରି ଏଇଟା ମିଶ୍ରଣ କରିକି ଲେଖିଦେଲି ମୁଁ, ମିଶ୍ରଣ ମତେ ଦେଖାଗଲା। ସରି 0.13 ହରଣ ପି ସ୍କୋୟାର ମାନେ 0.13 ବାଇ କେତେ? ନା ପି ସ୍କୋୟାର ଇଜ ଇକାଲ ଟୁ କେତେ? ନା 13 ହେଲା। 0.13 ହରଣ ପି ସ୍କୋୟାର ହରଣ ହେଇକି ଅଛି, ସରି ହେଲା। ଇଜ ଇକାଲ ଟୁ କେତେ? 13। ଏବେ କଣ କରିବା? ଏବେ କର ଏ ଦେଖ ପି ସ୍କୋୟାର କୁ ଏପଟକୁ ନେଇଯାଅ, 13 ପି ସ୍କୋୟାର ଇଜ ଇକାଲ ଟୁ କେତେ ହେଇଯିବ? ଇଜ ଇକାଲ ଟୁ 0.13 ହେଲା। 13 ପି ସ୍କୋୟାର ଇଜ ଇକାଲ ଟୁ କେତେ ହେଇଯିବ? 0.13 କୁ ମୁଁ ଲେଖିପାରିବି 13/100 ହେଲା। ଏଠି 13 କୁ 13 କାଟିଦିଅ, ତାହେଲେ ପି ସ୍କୋୟାର ଇଜ ଇକାଲ ଟୁ କେତେ ହେଲା? 1/100 ହେଲା। ତାହେଲେ ପି ଇଜ ଇକାଲ ଟୁ କେତେ ହବ? 1/100 ର ରୁଟ ଓଭର ଇଜ ଇକାଲ ଟୁ କେତେ? 1/10 0.1 ଅପସନ କୋଉଟା? ବି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦେଖ क्वेश्चन ଦେଇଛି ଦେଖ a-3b-2 ର ହେଲା। ଏଇ क्वेश्चन ଟା ସଲ୍ଭ କରିବା। କେମିତି କରିବା? ଗୁଣାଗୁଣି କରିକି କର ହେଲା। ଦେଖ ପ୍ରଥମେ ଦେଖ ଏଇଟା ଦେଖ, ଏଇଟା ମୁଁ ଏଠୁ ଡାଇରେକ୍ଟ କରିଦଉଛି। ଦେଖ a-3 ଦେଖ ଏଇଠି କଣ ଅଛି? 2 ଅଛି। ଯେତେବେଳେ ଏଇଟା ଆମେ ଉପରକୁ ମିଶେଇବା ଏଇଟା କଣ ହେଇଯିବ? -2 ହେଇଯିବ ହେଲା। ମାନେ a-3 - 2 ହେଲା। ଏଇଟା ଏ ସ୍କୋୟାର ଟାକୁ ମୁଁ ଉପରକୁ ନେଇଗଲି, କାରଣ ତା ମାନେ କଣ କଲି? ମାଇନସ କରିଦେଲି। ମାନେ ଏଇ ଦେଖ 1/a², ଯେତେବେଳେ ଆମେ ଉପରକୁ ଲେଖିବା ଏଇଟାକୁ ଆମେ ଅଲଗା ଲେଖିପାରିବା a-2 ହେଲା। ମାନେ a ଇନଭର୍ସ, ତମେ ଯଦି ପଢୁନ ଇନଭର୍ସ ହେଲା। ମାନେ 1/x କୁ ଆମେ ଲେଖିପାରିବା x ର ଇନଭର୍ସ ହେଲା। ତେଣୁ ଏଇଟା ମୁଁ ଲିଖିପାରିବି 1/a² କୁ ମୁଁ ଲିଖିପାରିବି a ଟୁ ଦି ପାୱାର କେତେ? -2। ତେଣୁ ଏଇଠି ଦେଖ ଏଇଠି a ଟୁ ଦି ପାୱାର -3 ଅଛି, ଏଇଠି a ସ୍କୋୟାର ଅଛି। ତାହେଲେ a ସ୍କୋୟାର କୁ ବଦଲେ ମୁଁ ଉପରକୁ ନେଇଯିବି, ଏଇଟା କେତେ ହେଇଯିବ? a ଟୁ ଦି ପାୱାର -3 ଇንଟୁ a ଟୁ ଦି ପାୱାର -3 ଆଉ ଏଇଠି କେତେ ହେଇଯିବ? -2 -3 -2 କେତେ ହେଇଯିବ? -5। ତାହେଲେ ଉପରେ କଣ ରହିବ? a ଟୁ ଦି ପାୱାର -5। ସେମିତି b ଟାକୁ ଏମିତି କର, କେତେ ହେଇଯିବ? -4 ହେଲା। ହରଣ ସରି ହରଣ ନୁହଁ, ହୋଲ ଟୁ ଦି ପାୱାର -3 ଇଣ୍ଟୁ ତାପରେ ଏଇଟା କେତେ ଦେଇଛି? ଏଇଟାକୁ ଏମିତି କର, a ଟୁ ଦି ପାୱାର ସ୍କୋୟାର ଅଛି, ତଳେ କଣ ଅଛି? ମାଇନସ ଅଛି, ଉପରକୁ ଗଲେ ପ୍ଲସ ହେଇଯିବ ହଁ ନା ନାଇଁ? ଏଇଟା a ଟୁ ଦି ପାୱାର ସ୍କୋୟାର ନୁହଁ, ଏଇଟା a ଟୁ ଦି ପାୱାର କ୍ୟୁବ କରିଦିଅ।
क्वेश्चन चेक कर भलरे नले टिके भूल गले सब भूल जाइए है एटा एटा ए टू बार क्यू टिके भूल गले सब भूल जाइए है तुम चेक करियो क्वेश्चन ए टू बार -2 एटा बी टू द बार क्यू है एटा कोन ना बी टू द बार क्यू है ए टू द बार -3 है एटा कोन ए टू द बार क्यू बी टू द बार -4 एटा ए टू द बार -3 माने -2 ए टू द बार बी टू द बार क्यू एटा बी है बी टू द बार क्यू ଏବେ କର ଦେଖ 8 ବାର 3 ଅଛି ମାନେ a କ୍ୟୁ ଅଛି ଏପଟେ -3 ଅଛି ଯଦି +2 ଥିଲେ -3 ହଉଥିଲା ଏଠି -3 ଥିଲେ +3 ହବ ତାହେଲେ କେତେ ହବ 8 ବାର +3 ଏଠି ତଳେ ଯୋଉ ଉପରକୁ ଉଠିଯିବ ଏଟା ବି +3 ହେଇଯିବ କେତେ ହେଇଯିବ 8 ବାର 6 ଇଣ୍ଟୁ b ଟୁ ଦି ବାର ହେଲା ଇଣ୍ଟୁ ଛାଡ ଏ b ଅଛି ତ b ଭଳିଆ କରିବା ଇଣ୍ଟୁ ଦବା ଦରକାର ନାହିଁ ଇଣ୍ଟୁ ଟାକୁ କାଟିଦବା ହେଲା ଇଣ୍ଟୁ b ହିନ୍ତି କେତେ ହବ ନା -4 ଏପଟେ କେତେ ଅଛି ମାଇନସ ଏପଟେ ମାନେ କଣ ଅଛି b ଟୁ ଦି ବାର 3 ଅଛି ଉପରକୁ ଗଲେ କଣ -3 ହେଇଯିବ ମାନେ -4 -3 କେତେ ହେଇଯିବ -7 ହେଲା ବାଇ 8 ଟୁ ଦି ବାର -3 ସରି -2 8 ଟୁ ଦି ବାର -2 ଏପଟେ -4 ଉପରକୁ ଗଲେ +4 ହେଇଯିବ ତଳେ ତଳେ କେତେ ରହିବ ନା 8 ଟୁ ଦି ବାର 2 4 -2 ନା 2 ତାପରେ ଇଣ୍ଟୁ b ଟୁ ଦି ବାର କେତେ ହେଇଯିବ ଏଠି 3 -3 ଉପରକୁ ଗଲେ କେତେ ହେଇଯିବ 6 ହେଲା ଏବେ ଗୁଣ 8 ଟୁ ଦି ବାର -5 -3 କେତେ ହେଇଯିବ 8 ଟୁ ଦି ବାର 15 -5 ଇଣ୍ଟୁ -3 +15 ଇଣ୍ଟୁ b ଟୁ ଦି ବାର 12 +12 ହେଲା b ଟୁ ଦି ବାର କେତେ +12 ଇଣ୍ଟୁ 8 ଟୁ ଦି ବାର କେତେ 6 ହେଲା ଏଟା ଇଣ୍ଟୁ କାଟିଦିଅ b ଟୁ ଦି ବାର କେତେ -7 ବାଇ 8 ଟୁ ଦି ବାର 2 b ଟୁ ଦି ବାର 6 ହେଲା ଏବେ କଣ କରିବା ଦେଖ ଦେଖ 8 ଟୁ ଦି ବାର 15 8 ଟୁ ଦି ବାର 6 ଏଠି 15 ଏଠି 6 ତାହେଲେ ମିଶିଲେ କେତେ ହେଇଯିବ 6 5 11 8 ଟୁ ଦି ବାର 21 ହେଲା ଇଣ୍ଟୁ b ଟୁ ଦି ବାର କେତେ 12 -7 କେତେ 8 ଟୁ ଦି ବାର -5 ମାନେ 8 ଟୁ ଦି ବାର 12 -7 8 ଟୁ ଦି ବାର 5 ସେ b b ଟୁ ଦି ବାର 12 -7 କେତେ b ଟୁ ଦି ବାର 5 ବାଇ 8 ଟୁ ଦି ବାର 2 ଇଣ୍ଟୁ b ଟୁ ଦି ବାର 6 ହେଲା ଦେଖ ଏଠି 8 ଟୁ ଦି ବାର 2 ଅଛି ଉପରକୁ ଗଲେ -2 ହେଇଯିବ ତାମାନେ କେତେ ହେଇଯିବ 8 ଟୁ ଦି ବାର କେତେ ହେଇଯିବ 19 ହେଲା 8 ଟୁ ଦି ବାର କେତେ ହେଇଯିବ 19 ଇଣ୍ଟୁ ଏଠି b ଟୁ ଦି ବାର କେତେ ଅଛି ଏଠି 5 ଅଛି ଏଠି ଦେଖ ଏଠି +5 ଅଛି ଏଟା ଉପରକୁ ଗୋଟେ -5 -6 ହେଇଯିବ ମାନେ ଏଟା କଣ b ଟୁ ଦି ବାର 5 ଅଛି ଏଟା ଯେତେବେଳେ ଉପରକୁ ଉଠିଯିବ b ଟୁ ଦି ବାର କେତେ ହେଇଯିବ -6 ତାହେଲେ 8 ଟୁ ଦି ବାର 19 ଇଣ୍ଟୁ b ଟୁ ଦି ବାର କେତେ 5 -6 -1 ଅପସନ କୋଉଟା 8 ଟୁ ଦି ବାର 19 b ଟୁ ଦି ବାର -1 ଅପସନ କୋଉଟା ସି ହେଲା ଏବେ ନେକ୍ସଟ क्वेश्चन ଦେଖିବା in an examination 35% students failed in one subject and 42% failed in other subject okay 30% failed in both of the subject ହେଲା ତାପରେ if the total numbers of student is 25 then how many students passed only in one subject ହେଲେ ଏମିତି କେତେ ଜଣ ଅଛନ୍ତି ଯିଏ କେବଳ ଗୋଟିଏ ବିଷୟରେ ପାସ୍ କରିଛନ୍ତି ହେଲା ସିଧାସଳଖ କ୍ୱେଶ୍ଚନ ଓଡ଼ିଆରେ ପଢିବା ଏକ ପରୀକ୍ଷାରେ 35% ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଫେଲ ଏବଂ 42 ଜଣ ଛାତ୍ରଛାତ୍ରୀ କଣ 42% ଛାତ୍ରଛାତ୍ରୀ ଅନ୍ୟ ବିଷୟରେ ଫେଲ ହେଇଛନ୍ତି ତାହେଲେ ଦିଟା ବିଷୟ ପରୀକ୍ଷା ହେଇଛି ହେଲା ଗୋଟେ ବିଷୟରେ 35% ଫେଲ ହେଇଛନ୍ତି ଆଉ ଗୋଟେ ବିଷୟରେ 42% ଫେଲ ହେଇଛନ୍ତି ଉଭୟ ଯୋଉମାନେ ବି ଟିକେ ଭଲ ପଢୁଛନ୍ତି କଣ ନା 30% ଉଭୟ ଯୋଉମାନେ କଣ ବିଷୟରେ ଫେଲ ହେଲେ ତାଙ୍କେ ଟିକେ ଅଧିକ ଭଲ ପଢିଦେଲେ ଯାହା ଫଳରେ କଣ ଦିଟାକ ବିଷୟରେ ଫେଲ ହେଇଗଲେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା କେତେ ନା 25 ତେବେ କେତେ ଜଣ କେବଳ ଗୋଟିଏ ବିଷୟରେ ପାସ୍ କରିଛନ୍ତି ଏମିତି କେତେ ଜଣ ଅଛନ୍ତି ଯୋଉମାନେ କଣ ଗୋଟିଏ ବିଷୟରେ ପାସ୍ କରିଛନ୍ତି କେମିତି କରିବା ଭେନ୍ ଡାଇଗ୍ରାମ ରେ କରିବା ହେଲା ସବୁଠୁ ଇଜି ମେଥଡ ହଉଛି ଭେନ୍ ଡାଇଗ୍ରାମ ଏଟା ତମର ଏନଟିପିସି କ୍ୱେଶ୍ଚନ ହେଲା ରେଲୱେ କରୁଛି ତମର ଏନଟିପିସି ରେଲୱେ ର କ୍ୱେଶ୍ଚନ ଦେଖ ଭେନ୍ ଡାଇଗ୍ରାମ କେମିତି ହଉଛି ଦେଖ ହେଲା ଏଇ ଦିଟା ସର୍କଲ ବନେଇଦବ ଏଇଠି ମନେକର ଦିଟା ସବଜେକ୍ଟ ନେଇଯାଅ ଗୋଟେ ନେଇଯାଅ ମ୍ୟାଥ ଆଉ ଗୋଟେ ସାଇନ୍ସ ହେଲା ଏଇ ଦିଟା ପରୀକ୍ଷା ସବଜେକ୍ଟ ଏଇ ଦିଟା ବିଷୟ ପରୀକ୍ଷା ହେଇଛି ହେଲା ପ୍ରଥମେ କଣ ନା ଦେଖ ଉଭୟ ଫେଲ କରିଛନ୍ତି ଦେଖ ଆଗ ଉଭୟକୁ ଲେଖ 30% ଯୋଉମାନେ ଏ ଭିତରେ ରହିବେ ମାନେ ବୁଝିପାରିଲ ନାଇଁ 30% ଏଇଥିରେ ଫେଲ ହେଇଛନ୍ତି 30% ଏଇଥିରେ ଫେଲ ହେଇଛନ୍ତି ମାନେ 30% କୋଉ ଭିତରେ ରହିବେ 30% ଏଇ ଭିତରେ ରହିବେ 30 ଜଣ ଏମିତି ଅଛନ୍ତି
ଯୋଉମାନେ ମାନେ କଣ 30 ଜଣ ଏମିତି ପିଲା ଯୋଉମାନେ ଏଇଠି ଫେଲ ହେଇଛନ୍ତି, ମାନେ ଦିଟାକ ବିଷୟରେ ଫେଲ ହେଇଛନ୍ତି, ମାନେ ଏଇ ଦେଖ ଇଏ ମାନେ କମନ ରହିବ। ଆଉ 35% ଛାତ୍ରୀ ହେଲା, 35% ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଫେଲ ହେଇଛନ୍ତି। ମନେକର ମ୍ୟାଥରେ 35% ଫେଲ ହେଇଛନ୍ତି, ଏପଟେ ଏଇ ମାନେ 30 ପଳେଇଲେ, ଆଉ ରହିଲେ କେତେ 5%। ଦେଖ ନା ନାଇଁ, ଟୋଟାଲ ମ୍ୟାଥରେ ହେଇଗଲେ 35, ଦେଖ 30 ମିଶାଣ 5 35 ହେଲା। ତାପରେ ସାଇନ୍ସ ହିନ୍ଦୁକୁ ନବା, ସାଇନ୍ସରେ କେତେ ନା 42% ଫେଲ ହେଇଛନ୍ତି, ଏଇଠି 30% ହେଇଗଲେ, ଆଉ ସାଇନ୍ସରେ କେତେ ରହିଲେ 12%। ମାନେ ଏଇ ସର୍କଲଟା 42 ହବା ଦରକାର, ହଁ ନା ନାଇଁ, ଦେଖ 30 ମିଶାଣ 12 42, ମାନେ ବୁଝିପାରୁଛ ନା ନାଇଁ କେମିତି ହଉଛି। ମ୍ୟାଥ ସର୍କଲଟା 35 ହେବା ଦରକାର, 35 ହେଇଛି 30 ମିଶାଣ 5। ଆଉ ସାଇନ୍ସ ସାଇନ୍ସ ସର୍କଲଟା କେତେ ହବା ଦରକାର, 42 ହବା ଦରକାର, ଦେଖ ଏଠି ସାଇନ୍ସ ସର୍କଲ ମଧ୍ୟ 42 ହେଇକି ଅଛି, 30 ମିଶାଣ 12 42 ହେଲା। ତାହେଲେ କୋଶ୍ଚିନ୍ କଣ ଦେଇଛି ଦେଖ, ଟୋଟାଲ ଛାତ୍ରଛାତ୍ରୀ ସଂଖ୍ୟା କେତେ 2500, ତାହେଲେ 100% ମନେକର ଟୋଟାଲ ଛାତ୍ରଛାତ୍ରୀ, ଯାହାର ଭାଲ୍ୟୁ କେତେ 2500। ତାହେଲେ ଏମିତି କେତେ ଜଣ ପିଲା ଅଛନ୍ତି ଯୋଉମାନେ କଣ ଗୋଟିଏ ବିଷୟରେ ଫେଲ ହେଇଛନ୍ତି, ହେଲା କେମିତି ବାହାର କରିବା। ଦେଖ କେବଳ ଗୋଟିଏ ବିଷୟରେ ଫେଲ ହେଇଛନ୍ତି, କେବଳ ଗୋଟିଏ ବିଷୟରେ ଫେଲ ହେଇଛନ୍ତି, କେମିତି ବାହାର କରିବା ଦେଖ। ମନେକର ଏଇଠି 5%, ମନେକର 5 ଜଣ ଏଇଠି ଫେଲ ହେଇଛନ୍ତି, 5 ଜଣ କେବଳ କଣ ଏଇ ମ୍ୟାଥରେ ଫେଲ ହେଇଛନ୍ତି, ତାହେଲେ ଏଇ 5 ଜଣ ଏଇଠି ପାସ୍ କରିଥିବେ, ହଁ ନା ନାଇଁ। 5 ଜଣ ଯଦି ଏଇଠି ଫେଲ ହେଇଛନ୍ତି, ତାହେଲେ 5 ଜଣ ଏମାନେ ଏଇଠି ଏଇଠି ପାସ୍ କରିଥିବେ ନା ନାଇଁ। ଏଇ 5 ଜଣ ଏଇ ଭିତରେ ଯାଉନାହାନ୍ତି, ତାହେଲେ 5 ଜଣ ଏଇଠି ପାସ୍ କରିଥିବେ ସିଓର ଏଇଟା। 5 ଜଣ ମ୍ୟାଥରେ ଫେଲ ହେଇଛନ୍ତି, ତାହେଲେ 5 ଜଣ ସାଇନ୍ସରେ ପାସ୍ କରିଥିବେ, ତାହେଲେ ସାଇନ୍ସର ପାସ୍ ସଂଖ୍ୟା କେତେ ହବ 5 ହେଲା। କେବଳ ଗୋଟେ ସବଜେକ୍ଟ, ମାନେ 5 ଜଣ କେବଳ ଗୋଟେ ସବଜେକ୍ଟ ଯୋଉଟା କଣ ସାଇନ୍ସ କେବଳ ପାସ୍ କରୁଛନ୍ତି। ଏପଟେ ହିଁ ଦେଖ 12 ଜଣ କଣ ସାଇନ୍ସ ଫେଲ ହେଇଛନ୍ତି, ହେଲା 12 ଜଣ କଣ ସାଇନ୍ସରେ ଫେଲ ହେଇଛନ୍ତି, ତାହେଲେ ଯଦି 12 ଜଣ ସାଇନ୍ସରେ ଫେଲ ହେଇଛନ୍ତି, ତାହେଲେ 12 ଜଣ ମ୍ୟାଥରେ ପାସ୍ କରିଥିବେ, ହଁ ନା ନାଇଁ। କେବଳ ଟୋଟାଲ ସଂଖ୍ୟାରୁ କେବଳ କେତେବେଳେ ମାନେ ଟୋଟାଲ ନମ୍ବରରୁ କେବଳ 12 ଜଣ ଯୋଉମାନେ କଣ ମ୍ୟାଥରେ ପାସ୍ କରିଛନ୍ତି, ହେଲା କେବଳ 12 ଜଣ ପାସ୍ କରିଛନ୍ତି। ଏପଟେ ଏମିତି କଣ କେବଳ 5 ଜଣ ଅଛନ୍ତି ଯୋଉମାନେ ଗୋଟେ ସବଜେକ୍ଟରେ ପାସ୍ କରୁଛନ୍ତି, ଆଉ ଏଇଠି ଏମିତି ମାନେ କଣ ଏଇଠି ଯେମିତି 5 ଜଣ କେବଳ ଏପଟେ ପାସ୍ କରୁଛନ୍ତି, ଏପଟେ ଏମିତି କଣ 12 ଜଣ କେବଳ ଏପଟେ ପାସ୍ କରୁଛନ୍ତି। ତାହେଲେ ଟୋଟାଲ ପାସ୍ କେତେ, 12 ମିଶାଣ 5 ହଉଛି 17 ହେଲା। ଏ ବାହାର କର, ତାହେଲେ 2500 ହଉଛି 100% ର ଭାଲ୍ୟୁ। ତାହେଲେ 17 ଜଣ ଏମିତି ପିଲା ଯୋଉମାନେ କଣ ଗୋଟେ ଗୋଟେ ସବଜେକ୍ଟରେ ପାସ୍ କରିଛନ୍ତି, ତାହେଲେ 17% ର ଭାଲ୍ୟୁ। ସେ ଦେଇଛି ଓନ୍ଲି ଇନ୍ ୱାନ୍ ସବଜେକ୍ଟ, କେବଳ ଗୋଟିଏ ସବଜେକ୍ଟରେ ପାସ୍ କରିଥିବେ, ହେଲା 17 ଜଣ ଏମିତି ପିଲା କେବଳ ଗୋଟିଏ ଗୋଟିଏ ସବଜେକ୍ଟରେ ପାସ୍ କରୁଛନ୍ତି, ହେଲା। ଏଇଠି ଲେଖୁଛି ଏଇଟା ହଉଛି ପାସ୍, ଏଇଟା ହଉଛି 12 ଏପଟେ ପାସ୍, ହେଲା ବାହାର କର ଏଇଟା। 17 ପଞ୍ଚା କେତେ 85, 5 ରଖିଲା 8, 7 ଦୁଗୁଣେ 34, 8 4 କେତେ 12, 425, ଅପସନ କୋଉଟା ଡି। ଆମର ଏଇଟା ଏନଟିପିସି କ୍ୱେଶ୍ଚନ ରେଲୱେର। ନେକ୍ସଟ କ୍ୱେଶ୍ଚନ ଦେଖିବା, the ratio the ratio should be varieties, ହେଲା ତ ratio in what ratio should two varieties of sugar costing less 18 per kg and 24 per kg be mixed together to get costing of 20%, 20 per kg। ଏଟା ତମେ କରିପାରିବ ଏଲିଗେସନରେ, ଏଠି ଲେଖିଦିଅ ପ୍ରଥମେ 18, ହେଲା ତାପରେ ଲେଖିଦିଅ 24, ତାହେଲେ ଲେଖିଦିଅ ଏଠି 20, ହେଲା 24 ରୁ 20 ଗଲେ କେତେ 4, ଆଉ 20 ରୁ 18 କେତେ 2, ହେଲା 2 ପଦ କେତେ ହେଇଯିବ 1, ଅପସନ କୋଉଟା ଡି। ନେକ୍ସଟ କ୍ୱେଶ୍ଚନ ଦେଖିବେ, in a mixture of milk and water the proportional of milk by weight was 80%, if and 180 গ্রাম 180 গ্রাম mixture, if in a 180 গ্রাম mixture 36 গ্রাম of pure milk is added, ହେଲା what should be the percentage of milk in the mixture form। ଓଡ଼ିଆରେ ପଢିବା, କ୍ଷୀର ଓ ପାଣିର ଏକ ମିଶ୍ରଣରେ ଅନୁସାରେ କ୍ଷୀରର ପରିମାଣ 80% ଥିଲା, ଯଦି 180 ଗ୍ରାମ ମିଶ୍ରଣରେ ହେଲା 36 36 ଗ୍ରାମ ଶୁଦ୍ଧ କ୍ଷୀର ମିଶାଯାଏ, ହେଲା ତାହେଲେ କଣ, ତେବେ ନୂତନ ମିଶ୍ରଣରେ କ୍ଷୀରର ଶତକଡା କେତେ ହବ। ନୂଆ ଯୋଉ ମିଶ୍ରଣ ଆମର ହବ, ତାହେଲେ କ୍ଷୀର ଶତକଡା କେତେ ହବ, କେମିତି କରିବା ଦେଖ କେମିତି କରିବା। ଦେଖ 180 ଗ୍ରାମରେ ହେଲା କ୍ଷୀର କେତେ ଅଛି ନା 80%, ମୁଁ ଲେଖୁଛି ଏଠି 180 ଗ୍ରାମ ଗୋଟେ ମିଶ୍ରଣ ଯୋଉଥିରେ ମିଲ୍କ କେତେ ଅଛି ନା 80%, ହେଲା ମିଲ୍କ କେତେ ଅଛି ନା 80%, ତାହେଲେ ୱାଟର କେତେ ରହିବ 20%, ହେଲା ମିଲ୍କ 80% ମାନେ କେତେ, ଦେଖ ମିଲ୍କ ଯଦି 80%, ୱାଟର 20%, ସବୁଠୁ ଭଲ ୱାଟର ଭାଲ୍ୟୁ ବାହାର କରିଦେ, 180 × 20/100,
କେତେ ହବ? 18 × 36, ତାହେଲେ 36 ଗ୍ରାମ ୱାଟର ଅଛି। ଯଦି 36 ଗ୍ରାମ ୱାଟର ଅଛି ତାହେଲେ ମିଲ୍ କେତେ ଅଛି? 144। ହେଲା। ତାପରେ କଣ ନା 36 ଗ୍ରାମ ଶୁଦ୍ଧ କ୍ଷୀର ମିଶେଇଲେ। ତାପରେ ଏ 180 ଗ୍ରାମରେ ଆମେ 36 ଗ୍ରାମ କଣ ମିଶେଇଲେ? କ୍ଷୀର ମିଶେଇଲେ। ତାହେଲେ 180 ଥିଲା, ଏଇଠି ଆମେ 36 ଗ୍ରାମ କ୍ଷୀର ମିଶେଇଲେ। ଏଇଥିରେ କ୍ଷୀର ମିଶେଇଲେ 36 ଗ୍ରାମ, ଆଉ ଯେହେତୁ ଏଇଠି ମିଶେଇଲେ, ଏଇଠି ବି ମିଶେଇ ଦିଅ 36। 144 ଥିଲା, 36 ଗ୍ରାମ ବଢିଗଲା। ହଁ ନା ନାଇଁ? ଏଇଟା ମିଶେଇଲେ କେତେ ହବ? ନା 216 ଗ୍ରାମ। ଯୋଉଥିରେ କଣ ରହିବ? ନା 144 ଗ୍ରାମ କଣ ରହିବ? ମିଲ୍କ। 144 ନୁହଁ, 144 ଥିଲା ଆଗରୁ, 36 ମିଶିଗଲା, ତାହେଲେ କେତେ ହବ? 180। ଆଉ ୱାଟର କେତେ ରହିବ? ବାକି ତକ କେତେ ହବ? 36। ୱାଟର କେତେ ରହିଲା? 36 ଗ୍ରାମ। ହେଲା। ଏବେ ଖାଲି ପରସେଣ୍ଟ ବାହାର କରିଦିଅ। ମାନେ 180 ଗ୍ରାମ 216 କେତେ ପରସେଣ୍ଟ ବାହାର କରିଦିଅ। ଖାଲି ମିଲ୍କ ର ପରସେଣ୍ଟ ପଚାରିବା। ମିଲ୍କ ର ପରସେଣ୍ଟେଜ ଇକାଲ କେତେ ହବ? ମିଲ୍କ ର ପରସେଣ୍ଟେଜ ଅଫ ମିଲ୍କ ଇକାଲ ଟୁ 180 ଗ୍ରାମ ବାଇ 216 100। ହେଲା। ତମେ ଏଇଟା କାଟିଲେ ଆସିବ, ଦେଖ କଟିଆ କାଟିଆ ଭଲରେ କାଟିଆ। ହେଲା। 6ରେ କାଟିଲେ କେତେ? 6ରେ କାଟିଲେ 30, ମାନେ 6 ତିରିକି 18, ଆଉ 6ରେ କାଟିଲେ 6 ତିରିକି 18, 6 16 36, 36। ହେଲା। ତାପରେ କେତେରେ କାଟିବା? 5ରେ କାଟିବା, 500 ନାଇଁ ସରି 6ରେ କାଟିବା। 6 5 30, 6 16 36। କେତେ ବାହାରିଲା? 500 ବାଇ 500 ହରଣ କେତେ ବାହାରିଲା? 6। ହେଲା। 6 ଯଦି 5 ରହିଲା କେତେ? 6 × 48। ହେଲା। ହଉଛି କେତେ? 2 20, 6 ତିରିକି ଦେଖ 83 ସମଥିଙ୍ଗ ବାହାରୁଛି, କିନ୍ତୁ 83% ସମଥିଙ୍ଗ ବାହାରିବ। ହେଲା। ଏତିକି ପରସେଣ୍ଟ ସମଥିଙ୍ଗ ବାହାରିବ, କିନ୍ତୁ ତମର ଅପସନ ନାହିଁ। ଦେଖ ଏଠି 0.80 ଅଛି, ଏଠି 0.84 ଅଛି। ଯଦି ଏଇଟା ଦେଇଥାନ୍ତା 83%, ତାହେଲେ ଏଇଟା ହେଇଥାନ୍ତା। ହେଲା। ତାହେଲେ ଅପସନ ଡି ହବ ଆନ୍ସର। ଅପସନରେ ନାହିଁ ନା, ନନ୍ ଅଫ ଦିସ୍। ନେକ୍ସଟ କ୍ୱେଶ୍ଚନ ଦେଖିବା। A mixture contains 70 liter of milk and water contains, ହେଲା, 70 ଲିଟର ଅଫ ମିଲ୍କ ମାନେ ମିକ୍ସଚର ରେ ମିଲ୍କ ଆଣ୍ଡ ୱାଟର ଅଛି, ଯୋଉଥିରେ କଣ 10% ୱାଟର ଅଛି। ହେଲା। ହାଉ ମେନି ଲିଟର୍ସ ଅଫ ୱାଟର ସୁଡ୍ ବି ଆଡେଡ୍ ଟୁ ଦ ମିକ୍ସଚର ସୋ ଦ୍ୟାଟ୍ ଇଟ୍ କଣ୍ଟେନ୍ସ 12 କେତେ 12.5% କିମ୍ବା 12 ହାଫ, ମାନେ ଏତିକି 12 ଏତିକି ଏଇ ପରସେଣ୍ଟରେ କଣ ରହିବ? ପାଣି ରହିବ। ହେଲା। କେମିତି କରିବା? ଦେଖ କେମିତି କରିବା। ଦେଖ ମିଲ୍କ ଏଠି ଲେଖ, ମିଲ୍କ ଏଠି ଲେଖ ୱାଟର। ପ୍ରଥମେ କଣ ଅଛି? ୱାଟର 10% ୱାଟର ଅଛି। 10% ୱାଟର ଅଛି ମାନେ କେତେ? ଏଠି 10 ରହିଲେ ଏଠି କଣ ରହିବ? ଗୋଟେ ମନେକର 100% ରେ, ମାନେ ମିକ୍ସଚର ଟା ଆମେ 100% ନବା, 100% 10% ୱାଟର ଅଛି, ତାହେଲେ ମିଲ୍କ କେତେ ରହିଲା? କ୍ଷୀର କେତିକି ରହିଲା? 90%। ହେଲା। ରେସିଓ ନେଇଗଲେ କେତେ ହେଇଯିବ? 9:10। ହେଲା। ମାନେ 9:1। ମିଲ୍କ ଆଣ୍ଡ ୱାଟର ରେସିଓ କେତେ ହେଲା? 9:8। ଆମେ କେତେ ଲିଟର ଆମେ ଆଡ ଜଣା ନାହିଁ, ମନେକର x ଲିଟର ଆଡ କରିବା, ଯାହା ଫଳରେ କଣ ହବ ନା ୱାଟର ହେଇଯିବ କେତେ? 12.5, 12 ହବ ନା, 12.5 ହେଇଯିବ ୱାଟର। ଯଦି ଏଇଟା 12.5 ହେଇଗଲା, ତାହେଲେ ମିଲ୍କ କେତେ ହେଇଯିବ? 87। ଯଦି 13 ଅଛି 87 ଥାନ୍ତା, ତାହେଲେ 12.5 ଅଛି ମାନେ କେତେ ହବ? 87.5। ହେଲା। ଆରେ ଏତିକି ୱାଟର ରହିଲେ ଏତିକି ରହିବ କଣ? ପାଣି ରହିବ। ଏବେ କାଟିଦିଅ, ଏଟା 12.5, ଏଟା କାଟିଗଲେ କେତେ ହଉଛି ତମର? ଦେଖ ଏଟା କଟୁଛି ତମର 25 5 125। 25 ରେ କାଟିଲେ କେତେ? 25 ତିରିକି 75। ହେଲା। ଦଶମିକ ଦଶମିକ କଟିଯିବ ରେସିଓ ନେଲେ, ଏଇଠି ବି ରେସିଓ ନେଇଯିବା। 25 ତିରିକି 75, ଆଉ 25 5 125, 5 7 75, 7:1। ରେସିଓ କେତେ ବାହାରିଲା? 7:1। ଆମେ କେତେ ଆଡ କରିଛେ? ନା x ଲିଟର ଆଡ କରିଛେ, ମାନେ ଏମିତି ଆଡ କରିବା, x ଲିଟର ଆଡ କରିଛେ। ଦେଖ ଆମେ ଯୋଉ ଆଡ କଲେ, ପାଣି ଆଡ କଲେ, ହଁ ନା ନାଇଁ? ସେ ଦେଇଛି ଆମେ ପାଣି ଆଡ କଲେ, ପାଣି ଆଡ କଲେ ତାହେଲେ ପାଣିର ରେସିଓରେ ପରିବର୍ତ୍ତନ ହବା କଥା, ହଁ ନା ନାଇଁ? ଆଗରୁ କିନ୍ତୁ ଦେଖ ଏଠି କିନ୍ତୁ ପାଣି ଯାହା ଯେମିତି ଅଛି ସେମିତି। ପାଣି ଆଡ କଲେ ନା, ପାଣି ଯେହେତୁ ଆଡ କଲେ ପାଣି ଟିକେ ବଢିଯିବ କି କମିଯିବ ଅଲଗା କଥା, ପାଣି ଟିକେ ବଢିଯିବ, କିନ୍ତୁ କ୍ଷୀର ତ ଯେତିକି ଥିବ ସେତିକି ରହିବ ନା, ହଁ ନା ନାଇଁ? ମାନେ କ୍ଷୀର ଆଗରୁ 9 ୟୁନିଟ୍ ଥିଲେ, ଏଇ 9 ୟୁନିଟ୍ ହିଁ ରହିବା କଥା, ହଁ ନା ନାଇଁ? ପାଣି କ୍ଷୀର ଯେତିକି ଥିଲା ସେତିକି ରହିବ, କିନ୍ତୁ ମିଶ୍ରଣରେ ଆମେ କଣ ଆଡ କଲେ? ପାଣି ଆଡ କଲେ। ମିକ୍ସଚରରେ ଆମେ ପାଣି ଆଡ କଲେ, କ୍ଷୀର ଯେତିକି ଥିଲା ସେତିକି ରହିବା କଥା, ତାହେଲେ କ୍ଷୀର ଏବେ ଯେତିକି ରଖ।
କ୍ଷୀର ରେସିଓକୁ ଇକ୍ୱାଲ କର। ଏଇଠି କ୍ଷୀର କେତେ ଅଛି 9, ଏଇଠି 7 ଅଛି, ତେଣୁ ଏଇଠି କଣ 7ରେ ଗୁଣିଦିଅ, ଏଇଠି 9ଟେ ଗୁଣିଦିଅ, 7 9 63 ହେଇଯିବ। ଏଇଠି 7 ଗୁଣିଲେ ଏଇଠି 7 ଗୁଣ, ଏଇଠି 9 ଗୁଣିଲେ ଏଇଠି ବି 9, ହେଲା କେତେ ହେଇଗଲା ଏଇଟା 63, 7 କେ 7, 63, 9 କେ 9, ତାହେଲେ ଆମେ କେତେ ୟୁନିଟ୍ ଆଡ୍ କଲେ 2 ୟୁନିଟ୍ ଆଡ୍ କଲେ, ହେଲା 2 ୟୁନିଟ୍ ଆଡ୍ କଲେ। ଏବେ ବାହାର କର 70 ଲିଟର ମିକ୍ସଚର, ଟୋଟାଲ ମିକ୍ସଚର କେତେ 70 ଲିଟର, ଏଠି ଦେଖ 70 ଲିଟର କ୍ଷୀର ଓ ପାଣିର ଏକ ମିଶ୍ରଣ, ହେଲା ତାମାନେ 63 ମିଶ୍ରଣ 7, ତାହେଲେ 70 ଲିଟର କାହାର ଭାଲ୍ୟୁ ହବ 63 ମିଶ୍ରଣ 7 ମାନେ 70 ର ଭାଲ୍ୟୁ ହବ। ଆମକୁ ଦରକାର 2 ୟୁନିଟ୍, 2 ଯେତିକି ପାଣି ମିଶେଇଛେ, ପାଣି କେତିକି ମିଶେଇଛେ 2 ୟୁନିଟ୍, 2 ୟୁନିଟ୍ ର ଭାଲ୍ୟୁ ବାହାର କର। 70 ମାନେ 70 ଲିଟର ହବ, 70 ୟୁନିଟ୍ ର ଭାଲ୍ୟୁ ଆମକୁ ଦରକାର 2 ୟୁନିଟ୍, 70 70 କଟିଗଲେ କେତେ 2 ଲିଟର, ଏଇ କଟିଗଲେ 2 ଲିଟର, ଅପସନ କୋଉଟା ଏ। ନେକ୍ସଟ କ୍ୱେଶ୍ଚନ ଦେଖି, ଦ ଆଭରେଜ ଅଫ ଦ ଫାଷ୍ଟ 10 ନମ୍ବର, 10ଟା ଅଡ୍ ନମ୍ବର, ପ୍ରଥମ 10ଟା ଅଡ୍ ନମ୍ବର ଆଭରେଜ କେତେ, ହେଲା ପ୍ରଥମ 10ଟା ଅଡ୍ ନମ୍ବର ମାନେ ଅଯୁଗ୍ମ ସଂଖ୍ୟା ଲେଖ। ପ୍ରଥମ 10ଟା ଅଯୁଗ୍ମ ସଂଖ୍ୟା, ପ୍ରଥମ ଅଯୁଗ୍ମ ସଂଖ୍ୟା କଣ ଆସିବ, ପ୍ରଥମ ଅଡ୍ ନମ୍ବର 1, ତାପରେ 2 ଆସିବ କି 2ଟା ଇଭେନ୍ ନେଇଯିବ, ମାନେ ଯୁଗ୍ମ ସଂଖ୍ୟା ହେଇଯିବ, ଏଟା ହବନି। 1 ତାପରେ କେତେ 3, ତାପରେ 5, ତାପରେ 7, ହେଲା ଏମିତି ଲେଖି ସାରିବ। 9 11 13, 1 2 3 4 ହଉନି, 15, ତାପରେ 17, ତାପରେ 19, ହେଲା 10ଟା ହେଇଥିବ ଦେଖ 1 2 3 4 5 6 7 8 9 10, 10ଟା। ଏବେ ଆଭରେଜ ବାହାର କର, ଆଭରେଜ ଇଜିକାଲ କେତେ ସମ ଅପର ନମ୍ବର, ମାନେ ଏତିକ ଯାକ ସଂଖ୍ୟା ମିଶେଇବ, ମାନେ 1 ମିଶ୍ରଣ 3 ମାନେ ଏତିକ ଯାକ ସଂଖ୍ୟା ମିଶେଇବ ବାଇ ଟୋଟାଲ ନମ୍ବର କେତେ 10ଟା ବାଇ 10, ହେଲା ଏମିତି କରିପାରିବ। କିମ୍ବା ଆଉ ଗୋଟେ ବି କହିଥିଲି ମିଶାମିଶି କରି ତମେ କରିବ ଘରେ, ଆଉ ଗୋଟେ ବି ଟ୍ରିକ୍ କହିଥିଲି କେମିତି, ଲାଷ୍ଟ ସଂଖ୍ୟା ମିଶ୍ରଣ ଫାଷ୍ଟ ସଂଖ୍ୟା, ଲାଷ୍ଟ ସଂଖ୍ୟା 19 ମିଶ୍ରଣ ଫାଷ୍ଟ ସଂଖ୍ୟା ବାଇ 2, 20 ବାଇ 10, ଅପସନ କୋଉଟା ଡି। क्वेश्चन नंबर 15, द एवरेज एज ऑफ द हजबैंड एंड वाइफ वाज 25 इयर्स, ହେଲା when they were married 5 years ago, ମାନେ 5 ବର୍ଷ ପୂର୍ବେ, ମାନେ ଦେଖ 5 ବର୍ଷ, ଓଡିଆରେ ବଢିଆ 5 ବର୍ଷ ପୂର୍ବେ ବିବାହ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କର ଔସତ ବୟସ, ମାନେ ଆଭରେଜ ବୟସ କେତେ ଥିଲା 25 ବର୍ଷ ଥିଲା, ହେଲା ବର୍ତ୍ତମାନ ସ୍ୱାମୀ ସ୍ତ୍ରୀର ଆଉ ସନ୍ତାନ ଗୋଟେ ଜନ୍ମ ହେଲା, ହେଲା ସ୍ୱାମୀ ସ୍ତ୍ରୀ ଆଉ ଗୋଟେ ସନ୍ତାନ ଜନ୍ମ ହେଲା, ତାଙ୍କର ବୟସ କେତେ ହେଇଗଲା, ଆଭରେଜ ବୟସ କେତେ ହେଇଗଲା 20 ବର୍ଷ, ହେଲା 57ଟା ବାକ୍ୟରେ ଦେଇଛି ସନ୍ତାନ ଏଇ 5 ବର୍ଷ ଭିତରେ ଜନ୍ମ ହେଇଛି, ତାହେଲେ କଣ ସନ୍ତାନର ବର୍ତ୍ତମାନ ବୟସ କେତେ, ବର୍ତ୍ତମାନ ସନ୍ତାନର ବୟସ କେତେ, କିନ୍ତି ବାହାର କରିବା ଦେଖ, ତାକୁ ବାହାର କରିବା ଦେଖ, ମାନେ କୋଶ୍ଚିନ୍ ଦେଇଛି କଣ ଦେଖ 5 ବର୍ଷ ପୂର୍ବେ ତାଙ୍କର ଆଭରେଜ ଏଜ କେତେ ଥିଲା 25 ବର୍ଷ, ମାନେ ଏଇଠି ଲେଖ ହଜବ୍ୟାଣ୍ଡ, ଏଇଠି ଲେଖ ୱାଇଫ ବାଇ 2 ଇଜିକାଲ କେତେ 25, ଆଭରେଜ ଏମିତି ବାହାର କରୁନେ କି, ତାହେଲେ ସମ କେତେ ହବ ଏଚ ମିଶ୍ରଣ ଡବଲ ଇଜିକାଲ କେତେ ହବ 50, ହେଲା ଏଟା କଣ 5 ବର୍ଷ ପୂର୍ବେ, ଏଇ କାହାଣୀ ହଉଛି 5 ଇୟର୍ସ, 5 ଇୟର୍ସ ଏକ, ଏତିକ କାହାଣୀ କଣ 5 ଇୟର୍ସ ଏକ, 5 ଇୟର୍ସ ପୂର୍ବେ ତାଙ୍କର ଏତିକି ଥିଲା। ବର୍ତ୍ତମାନ ନାଓ, ନାଓ କେତିକି ଅଛି, ବର୍ତ୍ତମାନ ଦେଖ ହଜବ୍ୟାଣ୍ଡ ରେ 5 ବର୍ଷ ମିଶିବ, ହଁ ନା ନାଇଁ, ବର୍ତ୍ତମାନ ତାଙ୍କ ବୟସ କେତେ ହବ, ହଜବ୍ୟାଣ୍ଡ ରେ 5 ବର୍ଷ ମିଶିବ, ୱାଇଫ ରେ 5 ବର୍ଷ ମିଶିବ, ତାମାନେ ବର୍ତ୍ତମାନ ହଜବ୍ୟାଣ୍ଡ ମିଶ୍ରଣ ୱାଇଫ କେତେ ହେଇଯିବ 10, ଏଇଥିରେ ହଜବ୍ୟାଣ୍ଡ ର 5 ବର୍ଷ ମିଶିବ ଆଉ ୱାଇଫ ର 5 ବର୍ଷ, ମାନେ 5 ବର୍ଷ ମିଶିବ, ହଁ ନା ନାଇଁ 5 ବର୍ଷ ପରେ ଯିବା, 5 ବର୍ଷ ପୂର୍ବେ ତାଙ୍କର 50 ଥିଲା, 5 ବର୍ଷ ପରେ କେତେ ହବ, ଆର 5 ବର୍ଷ ମିଶିବ, ଆର 5 ବର୍ଷ ମିଶିବ, ତାହେଲେ 50 ମିଶ୍ରଣ 10 କରିଦିଅ କେତେ ହବ 60, ହେଲା 60 ଏଜ, ବର୍ତ୍ତମାନ ହଜବ୍ୟାଣ୍ଡ ମିଶ୍ରଣ ୱାଇଫ କେତେ 60 ଏଜ, କିନ୍ତୁ ସେ କହୁଛି ଯେ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଓ ସନ୍ତାନ ବର୍ତ୍ତମାନ, ହେଲା ଏଟା ହଉଛି ନାଓ ୱାନ ଦେଇଦିଅ, ନାଓ ଟୁ କଣ ଦେଇଛି କୋଶ୍ଚିନ୍ ରେ, ନା ସ୍ୱାମୀ ସ୍ତ୍ରୀ ଆଉ ହଜବ୍ୟାଣ୍ଡ, ସ୍ୱାମୀ ହଜବ୍ୟାଣ୍ଡ ମିଶ୍ରଣ ୱାଇଫ ମିଶ୍ରଣ ସନ୍, ତାଙ୍କର ଆଭରେଜ କେତେ, ଆଭରେଜ କେତେ ହେଇଯିବ 3, ଏଇଟା ହେଇଯିବ, ହେଲା ସମ ଅପର ନମ୍ବର ଏଇଟା 3 2 3 ଇଜିକାଲ କେତେ ନା 20, ତାହେଲେ ସମ କେତେ ହବ ହଜବ୍ୟାଣ୍ଡ ମିଶ୍ରଣ ୱାଇଫ ମିଶ୍ରଣ ସନ୍ ଇଜିକାଲ କେତେ ହବ 60, ତାହେଲେ ସନ୍ ର ବୟସ କେତେ ହେଲା ଦେଖ, ହଜବ୍ୟାଣ୍ଡ ମିଶ୍ରଣ ୱାଇଫ ହଉଛି 60, ମାନେ ଏଇ ଜାଗାରେ ଏଇଠି ଏଇ ଜାଗାରେ 60 ପକେଇ ଦିଅ, ତାହେଲେ ହଜବ୍ୟାଣ୍ଡ ମିଶ୍ରଣ ୱାଇଫ ମିଶ୍ରଣ ସନ୍ ଇଜିକାଲ କେତେ ବାହାରିଲା ଆମର 60, ଆମେ ବାହାର କରିଛେ ହଜବ୍ୟାଣ୍ଡ ମିଶ୍ରଣ ୱାଇଫ ଇଜିକାଲ 60, ବର୍ତ୍ତମାନ ହଜବ୍ୟାଣ୍ଡ ମିଶ୍ରଣ ୱାଇଫ ବୟସ କେତେ 60, ମିଶ୍ରଣ ସନ୍ ଇଜିକାଲ କେତେ ହେଲା 60, ତାହେଲେ ସନ୍ ର ବୟସ କେତେ ହେଲା 0 ଇୟର୍ସ, ମାନେ ସନ୍ ଏବେ ନୂଆ ନୂଆ ଜନ୍ମ ହେଇଛି, ଏଟା 1 ବର୍ଷ ଅଛି, ଏଟାକୁ 0 କରିଦିଅ, ଅପସନ କୋଉଟା ଏ, ହେଲା
नेक्स्ट क्वेश्चन देखिए, द एवरेज टेम्परेचर है फॉर मंडे ट्यूसडे वेडनेसडे एंड थर्सडे इज व्हाट वाज केते 40 डिग्री सेल्सियस। तापर कौन एंड फॉर ट्यूसडे वेडनेसडे थर्सडे एंड फ्राइडे वाज 40 डिग्री सेल्सियस। ताले कौन टेम्परेचर मंडे मंडे रे मंडे रे थिला 22 डिग्री सेल्सियस, ताले फ्राइडे रे केते थिला इनभार करिया। देखो क्वेश्चन कौन देछि देखो, मंडे हला मंडे ट्यूसडे वेडनेसडे थर्सडे एमानक भितरे तांका माने एई चारटा दिन रे तांकर एवरेज टेम्परेचर भितरे केते थिला ना 48 डिग्री सेल्सियस। सोमवार मंगलवार बुधवार गुरुवार औसत औसत तापमात्रा माने एवरेज तापमात्रा केते थिला 48 डिग्री सेल्सियस। माने कोन माने एमति लिखा माने मंडे ट्यूसडे हला आ वेडनेसडे तापर थर्सडे गुरुवार थर्सडे टीएस लिखि दउछि हला नले मिसि जिवो ट्यूसडे को थर्सडे मिसि जिवो टी लिखिदेले मिसिଯିବ बाई 4 इजिकल टू केते 48। ताले सम केते हबो मिश्रण एम मिश्रण टी मिश्रण डब्ल्यू मिश्रण टी एच इजिकल टू केते हबो 48 इंटू 4 ताले 8 चौको 32 ता चौको 16 दिन 19 192 एटा दे दिए इक्वेशन 1। ताପରେ देखो कोन देछि ना ट्यूसडे तापर देखो तापर देखो कोन देछि ना देखो एटी मंगलवार बुधवार गुरुवार शुक्रवार हला ट्यूसडे वेडनेसडे थर्सडे एंड फ्राइडे ट्यूसडे वेडनेसडे थर्सडे फ्राइडे आक टाइम रे माने एई दिन गुरी करे एवरेज टेम्परेचर केते ना 48 46 डिग्री सेल्सियस बाई 4 इज इक्वल टू केते हो 46 डिग्री हला 46। ताले सम केते हो तमाने टी मिश्रण डब्ल्यू मिश्रण थर्सडे मिश्रण फ्राइडे इज इक्वल टू केते हो 6 चौको 24 ता चौको 16 2 18 184 ऑप्शन 2 दे दे हला। तापर बाहर करिया कोन देखो देखो एटी टी डब्ल्यू एच ମାନେ ଦେଖ ଏଠି ଟି ଡବ୍ଲ୍ୟୁ ଟି ଏଚ୍ ହେଲା ଦେଖ ଏଠି ଟି ଡବ୍ଲ୍ୟୁ ଟି ଏଚ୍ ଆର ଭାଲ୍ୟୁ କେତେ 192 ମାଇନସ୍ 5 ମୁଁ ଏଠି ଲେଖିପାରିବି ଏଇଠି ଦେଖ ମାନେ ଏଇଟାକୁ ଏଇଟା ଇକ୍ୱାଲ କର ଏବେ ଏଇଟାକୁ ଏଇଟା ଇକ୍ୱାଲ କର ମାନେ ବୁଝିପାରୁଛ ନା ନାଇଁ ଏଇଟାକୁ ଏଇଟା ଇକ୍ୱାଲ କର ମାନେ ଏଇ ଜାଗାରେ ମୁଁ ଲେଖିପାରିବି କଣ ଟି ଡବ୍ଲ୍ୟୁ ମିଶ୍ରଣ ଟି ଏଚ୍ ଆ ଜାଗାରେ ଲେଖିପାରିବି 192 ମାଇନସ୍ 192 ମାଇନସ୍ ଏମ୍ ତାହେଲେ ଏତିକ ଜାଗାରେ ମୁଁ ଲେଖିପାରିବି କେତେ 192 ମାଇନସ୍ ଏମ୍ ହେଲା ମିଶ୍ରଣ ଫ୍ରାଇଡେ ହେଲା ଏତିକ ଜାଗାରେ ମୁଁ ଏତିକି ଲେଖିଲି ମିଶ୍ରଣ ଫ୍ରାଇଡେ ଇଜିକାଲ ଟୁ କେତେ 184 ମାନେ 1 2 କମ୍ପେୟାର କର ହେଲା ଏତିକର ଭାଲ୍ୟୁ ଏତିକି ଏତିକର ଭାଲ୍ୟୁ ଏତିକି ତମେ ଏମିତି କରିପାରିବ ହେଲା। ଏବେ କଣ କରିବା ଏବେ ଏପଟକୁ ନେଇଯାଅ ତାମାନେ ମଣ୍ଡେ ମାଇନସ୍ ଫ୍ରାଇଡେ ଇଜିକାଲ ଟୁ କେତେ ହେଇଯିବ ଇଏ ପଟକୁ ଯିବ ଇଏ ପଟକୁ ଯିବ ଫେଡାଫେଡି ହେଇଗଲେ କେତେ ହେଇଯିବ 8 ହେଲା। ସେ ଦେଇଛି ମଣ୍ଡେର ଟେମ୍ପରେଚର କେତେ 42 डिग्री ମାନେ ଏ ମୋର ଭାଲ୍ୟୁ ପକେଇପାରିବି 42 डिग्री ମାଇନସ୍ ଏଫ୍ ଇଜିକାଲ ଟୁ କେତେ 8 ତାହେଲେ ଫ୍ରାଇଡେ ରେ କେତେ ଥିଲା 42 ମାଇନସ୍ 8 12 8 ଗଲେ କେତେ 4 34 डिग्री सेल्सियस ऑप्शन कोटा डी फ्राइडे टेम्परेचर केते थिला 34 डिग्री सेल्सियस। नेक्स्ट क्वेश्चन देखिए ए कैन डू ए पीस ऑफ वर्क इन 4 days बी कैन डू इट इन 5 days with the assistant of C ला सी साहाଯ୍ୟରେ they complete the work in 2 days in how many days can C alone do the work। देखो एटा टाइम एंड वर्क रो क्वेश्चन तमे एटा चाहे घरे भी कर परियो एटा इजी क्वेश्चन पूरा ए गोटे काम को 4 दिन बी गोटे काम को केते 5 दिन ए बी सी रो एलसीएम नाइ 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 सॉरी सॉरी आउ गोटे देछि पुनी ए बी सी हला ए मिश्रण बी मिश्रण सी तीन जण मिसी काम करथुनी केते ना 2 दिन 4 5 2 रो एलसीएम केते हो एटा टोटल टाइम हला एरा एरा समय एटा बी रो समय एटा कोन दुईटा होछि सेमा ए तीन जण को समय हमें जो नबा एलसीएम एटा को कोन टोटल वर्क केते हो एलसीएम नेले केते हो एटा 20 ହେଲା 4 5 20 5 କୁ 20 2 ଦଶା 20 ଏଇଟା ହଉଛି ଟୋଟାଲ ୱାର୍କ ଆଉ ଏଇଟା କହନ୍ତି ଏଇଟା ଏତିକ କହନ୍ତି ଏଫିସିଏନ୍ସି ହେଲା। ତାହେଲେ ଏ ର ଏଫିସିଏନ୍ସି କେତେ 5 ଆଉ ବି ର ଏଫିସିଏନ୍ସି କେତେ 4 ତାହେଲେ ସି ର ଏଫିସିଏନ୍ସି କେତେ 1 10 ରେ ଗଲେ 9 ନା ତାହେଲେ ଟୋଟାଲ ଟାଇମ ହବ ସି ଇଜିକାଲ କେତେ 20 ବାଇ 1 ୱାର୍କ ଅପନ ଏଫିସିଏନ୍ସି ଇଜିକାଲ କେତେ 20 ଟିମ୍ସ ଅପସନ କୋଉଟା ବି ହେଲା। ତମେ ଟାଇମ ଆଣ୍ଡ ୱାର୍କ କରି ଟାଇପ ର ପଡିଥିବ ତାପରେ A can do a piece of work in 12 days ହେଲା and B can do it in 6 days both working together for 3 days and then A leaves ତାପରେ A ଛାଡିକି ପଳେଇଲା ତାହେଲେ B ଏକାକି କାମକୁ ବାକି ତକ କାମ କେତେ ଦିନ ଶେଷ କରିବ ହେଲା। A ର କେତେ ନା 12 ଦିନ B ର କେତେ 6 ଦିନ ଏଲସିଏମ ନେଲେ କେତେ 12 12 କେ 12 6 ଦୁଗୁଣେ 12 ହେଲା। A ର ଏଫିସିଏନ୍ସି ହେଲା 1 ଆଉ B ର ଏଫିସିଏନ୍ସି କେତେ 2
ଏଫିସିଏନ୍ସି ମାନେ କଣ, ଗୋଟେ ଦିନରେ ସେମାନେ କେତେ କାମ କରିପାରୁଛନ୍ତି ଏଟାକୁ କହନ୍ତି ଏଫିସିଏନ୍ସି, ମାନେ ଏକ ଦିନର କାମର ଅଭିଜ୍ଞତା ହେଲା। ଏକ୍ସପେରିଏନ୍ସ ବି କହିପାରିବେ। ତାହେଲେ କଣ, ସେମାନେ ଏକାକି କାମ ଆରମ୍ଭ କଲେ, ଏ ପ୍ଲସ୍ ବି ଏକାଠି କାମ ମିଶି କଲେ ହେଲା, ଏ ପ୍ଲସ୍ ବି ଏକାଠି କାମ କଲେ। 3 ଦିନ ପରେ ଏ ଛାଡିକି ପଳେଇଲା, ତାମାନେ ଏ ପ୍ଲସ୍ ବି 3 ଦିନ କାମ କରିଥିବେ, ତାପରେ ଏ ଛାଡିକି ପଳେଇଲା, ତାପରେ ରହିଲା କେତେ ବି 2 ଦିନରେ କାମ କରିବ, ଇଜିକାଲ୍ ଟୁ କେତେ 12 ହେଲା, ଇଜିକାଲ୍ ଟୋଟାଲ ୱାର୍କ। ତାହେଲେ ଏ ପ୍ଲସ୍ ବି 2 କେତେ ହବ 9 ମିଶ୍ରଣ ବିଟି 50 ଟି ଇଜିକାଲ୍ ଟୁ କେତେ, ଟି ଇଜିକାଲ୍ ଟୁ କେତେ 1.5 ଡେଜ୍ ଅପସନ କୋଉଠି ଏ ହେଲା। ନେକ୍ସଟ क्वेश्चन देखिए, A can do a piece of work in 40 days and B can do the same work in 30 days. A started the work alone but are left after 10 days. Then B worked for 10 days. She finished the remaining work in 10 days. In how many days she alone the complete the whole work? ହେଲା, ଦେଖ କେମିତି କରିବା, ଏ ଗୋଟେ କାମକୁ 40 ଦିନରେ, ତାପରେ B ସେଇ କାମକୁ 30 ଦିନରେ, ଏଲସିଏମ୍ କେତେ ହବ 120, 4 ତିରିକି 12, 3 ଚଉକୁ 12 ହେଲା। ତାପରେ କଣ, ଏ ଏକାକି କାମ ଆରମ୍ଭ କରି 10 ଦିନ ପରେ ଛାଡିଦେଲା, ତାମାନେ ଏ 10 ଦିନ ପାଇଁ କାମ କଲା 10, ତାପରେ କଣ ବି କାମ କଲା ପୁଣି 10 ଦିନ ପାଇଁ, ସି ବି କାମ କଲା ପୁଣି 10 ଦିନ ପାଇଁ, ଇଜିକାଲ୍ ଟୁ କେତେ 100 ହେଲା। ଏବେ କଣ କମନ ଯାଉଛି ଦେଖ, 10 ସବୁଥିରୁ କମନ ଯାଉଛି, ହଁ ନାଇଁ, 10 ସବୁଥିରୁ କମନ ଯାଉଛି। ଏବେ କଣ କରିବା, 10 ସବୁ କାଟିଦିଅ, ମାନେ ସବୁଥିରୁ ଗୋଟେ ଶୂନ କାଟିଦିଅ, ଏ ମିଶାଣ ବି ମିଶାଣ ସି ଇଜିକାଲ୍ ଟୁ କେତେ ହେଲା 12, କେତେ 7 ମିଶାଣ ସି ଇଜିକାଲ୍ ଟୁ କେତେ 12, ତାହେଲେ ସି ଇଜିକାଲ୍ ଟୁ କେତେ 5, ତାହେଲେ ସି ର ଏଫିସିଏନ୍ସି କେତେ 5, ତାହେଲେ ଟୋଟାଲ ଟାଇମ ଅଫ ସି ଇଜିକାଲ୍ ଟୁ କେତେ, ମାନେ ସି ଏକାକି ଦେଖ ସି ଏକାକି ସମ୍ପୂର୍ଣ୍ଣ କାମକୁ କେତେ ଦିନରେ ଶେଷ କରିବେ ହେଲା। ତାହେଲେ ଟୋଟାଲ ଟାଇମ ଅଫ ସି ଇଜିକାଲ୍ ଟୁ 120 ଟୋଟାଲ କାମ କରିବ ବାଇ 5 ଇଜିକାଲ୍ ଟୁ କେତେ ହବ 24 50 120 24, ଅପସନ ହବ ହେଲା। ଲାଷ୍ଟ କ୍ୱେଶ୍ଚିନ୍ 20ଟା ହିଁ କ୍ୱେଶ୍ଚିନ୍ କୋଚିଂ କରିବା, ପ୍ରତି ସେଟରେ ତମର 20ଟା ହିଁ କ୍ୱେଶ୍ଚିନ୍ କରିବା। ଲାଷ୍ଟ କ୍ୱେଶ୍ଚିନ୍ ଦେଖିବା, ଏ କ୍ୟାନ୍ ଡୁ ଏ ପିସ୍ ଅଫ୍ ୱାର୍କ ଇନ୍ 18 ଡେଜ୍ ହେଲା, ବି କ୍ୟାନ୍ ଡୁ ଦ ସେମ୍ ୱାର୍କ ଇନ୍ କେତେ 24 ଡେଜ୍। ତମ ସବୁ ଯାକ ପିୱାଇକ୍ୟୁ, ମୁଁ କିଛି ମନକୁ ଆଣିନି ହେଲେ ସବୁ ଯାକ ପିୱାଇକ୍ୟୁ ତମ, ବି କେତେ 24, ବିୱାଇକ୍ୟୁ ରେ ଏରା ସବୁ ପଡିଥିଲା। 18 24 ର ଏଲସିଏମ୍ କେତେ, କେମିତି ବାହାର କରିବା ଦେଖ, ଏଲସିଏମ୍ ବାହାର କରିବା ଟ୍ରିକ୍ ମୁଁ କହୁଛି ଦେଖ, ଏଲସିଏମ୍ ବାହାର କରିବା ଟ୍ରିକ୍ ମୁଁ କହିଦଉଛି, କେମିତି ବାହାର କରିବ ଏଲସିଏମ୍ ହେଲା। ଦେଖ 18 24 ଭିତରୁ ସବୁଠୁ ସାନ ସଂଖ୍ୟା କେତେ, 18 24 ଭିତରୁ ସବୁଠୁ 18 24 ଭିତରୁ ସବୁଠୁ ସାନ ସଂଖ୍ୟା ହଉଛି 18, ତାହେଲେ 18 କୁ ଭାଗ ଆଗ 6 ଇଣ୍ଟୁ 3 ହେଲା, 18 ପଳେଇଆଇଲା, ତମେ 24 କୁ ଖାଲି ଆଣ ହରି 6 ଇଣ୍ଟୁ 4, 6 ତିରିକି 18, 6 ଚଉକୁ 24, ଦିଟାକ ସଂଖ୍ୟା ପଳେଇ ଆସିଲା, ତାହେଲେ ଏଲସିଏମ୍ କେତେ 6 ତିରିକି 12 ଚଉକୁ 48 ହେଲା, ସରି 72, 6 ତିରିକି 18 ଚଉକୁ 72, 72, 18 ଚଉକୁ 72, 24 ତିରିକି 72 ହେଲା। ତାପରେ କ୍ୱେଶ୍ଚିନ୍ କଣ ଦେଇଛି, ଦେ ୱାର୍କିଂ ଟୁଗେଦର ଫର 6 ଡେଜ୍ ହେଲା, ଏଟା ଆଗ କ୍ୱେଶ୍ଚିନ୍ ଭଳିଆ 18 ନମ୍ବର କ୍ୱେଶ୍ଚିନ୍ ଭଳିଆ, ସେମାନେ ଏକତ୍ର ଏ ପ୍ଲସ୍ ବି 6 ଦିନ ପାଇଁ କାମ କଲେ। ତାପରେ କଣ ହେଇଛି ନା ଏ 6 ଦିନ କାମ କଲା ପରେ ପଳେଇଲା, ତାପରେ ଏ ଲିପ୍ସ ହେଇଗଲା, ତାହେଲେ ବି କାମକୁ ଏକୁଟିଆ କାମକୁ 3 ଦିନରେ ଶେଷ କରିବ, ଇଜିକାଲ୍ ଟୁ କେତେ 72, କେତେ ବଡା 4 3 7 100 42 ହେଲା, ମିଶ୍ରଣ ବିଟି 3 ଇଜିକାଲ୍ ଟୁ କେତେ 72, ଟି ଇଜିକାଲ୍ ଟୁ କେତେ 30, ଟି ଇଜିକାଲ୍ ଟୁ କେତେ 10 ଡେଜ୍ ହେଲା, ଅପସନ କୋଉଟା ଡି ହେଲା। ତ ଥ୍ୟାଙ୍କ ୟୁ ଫର ୱାଚିଂ ହେଲା, ଆଉ ଆଜିର ସେକ୍ସନ ଏତିକି ରଖିବା, ଆଉ ଭାବୁଛି ସମସ୍ତେ ବୁଝିପାରୁଥିବ ସବୁଟା, ଯୋଉଟା ଡାଉଟ୍ ରହିଲା ଏଟା କମେଣ୍ଟ ବକ୍ସରେ ଜଣେଇବ ହେଲା। ଆଉ ଆଜିର ଲେକ୍ଚର ପିଡିଏଫ୍ ମଧ୍ୟ ମୁଁ ଅପଲୋଡ କରିଦେବି ହେଲା। ଆଉ ଭିଡିଓ କଣ ଲାଇକ୍ କରିବ, ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ ମଧ୍ୟ କରିବ, ସେୟାର ମଧ୍ୟ କରିବ ହେଲା। ଆଉ କମେଣ୍ଟରେ ଲେଖିବ ଆଜିର ସେକ୍ସନ କେମିତି ଲାଗିଲା, ଆଉ ରହୁଛି ନେକ୍ସଟ ଭିଡିଓରେ ଦେଖା ହବ, ବାଏ।